ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମାର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଜିର ଭିଡିଓଟିରେ ଆମେ ଭାରତର ସ୍ୱାଧୀନତା ଆନ୍ଦୋଳନର ବିଭିନ୍ନ ପର୍ଯ୍ୟାୟ ଯେମିତିକି ଷ୍ଟେଜେସ୍ ଅଫ୍ ଫ୍ରିଡମ୍ ମୁଭମେଣ୍ଟ ଇନ୍ ଇଣ୍ଡିଆ ଯୋଉଟାକି ଆପଣ ସିଟି ଏକ୍ଜାମ 2026 ଦେବାକୁ ଯାଉଛନ୍ତି ବା ଡିଏଲଇଡି ଏଣ୍ଟ୍ରାନ୍ସ 2026 ଦେବାକୁ ଯାଉଛି ସେଇଟା ଦେବା ପାଇଁ ଚାହୁଁଛନ୍ତି ଯଦି ଏଇ ଆମର ଟପିକଟା ଆପଣ ଗୋଟିଏ ଭିଡିଓରେ ୟାର ଇମ୍ପୋର୍ଟାଣ୍ଟ ଏମସିକ୍ୟୁ ଆଉ ଟପିକର ଯେତେ ଓଭରଅଲ୍ ନଲେଜ ଗୁଡାକ ଆପଣ ପାଇପାରିବେ ଆଉ କୌଣସି ଅଲଗା ଭିଡିଓ ଦେଖିବା ପାଇଁ ଆଉ ଦରକାର ନାହିଁ। ତେଣୁ ଭିଡିଓଟି ଫୁଲ୍ ଦେଖନ୍ତୁ। ଯଦି ଆପଣଙ୍କୁ ଲାଗିଲା ଭିଡିଓଟି ଆପଣଙ୍କୁ ଭଲ ଲାଗୁଛି ଆଉ ଇନଫର୍ମେଟିଭ ଲାଗୁଛି ଭିଡିଓଟି ଗୋଟେ ଲାଇକ୍ କରିଦେବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ହେଲା। ପାଖରେ ବେଲ୍ ଆଇକନଟିକୁ ଅଲରେ ସେଟ୍ କରିଦେବେ ଯାହାଫଳରେ ଯେତେବେଳେ ମୁଁ ଭିଡିଓ ଅପଲୋଡ କରୁଛି ଆପଣଙ୍କ ପାଖରେ ପ୍ରଥମେ ପହଞ୍ଚି ପାରିବ। ତେଣୁ ଯିବା କ୍ୱେଶ୍ଚିନ୍ ଗୁଡାକ କଣ ଅଛି ଦେଖିବା ହେଲା। କ୍ୱେଶ୍ଚିନ୍ ଗୁଡାକ ଆପଣ ନିଜେ କରିବା ପାଇଁ ଚେଷ୍ଟା କରନ୍ତୁ ତାପରେ ମୁଁ ତ କହିଦେବି କିଛି ନାହିଁ ଡିସ୍କସନ ବି ହେଇଯିବ। ପ୍ରଥମ କ୍ୱେଶ୍ଚିନ୍ କଣ ଅଛି ଇନ୍ ହ୍ୱିଚ୍ ଇୟର ୱାଜ ଦ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ଆଇଏନସି ଏଷ୍ଟାବ୍ଲିଶ ବା କୋଉ ବର୍ଷ ଭାରତୀୟ ଜାତୀୟ କଂଗ୍ରେସ ଆଇଏନସି ପ୍ରତିଷ୍ଠା ହେଇଥିଲା। ଅପସନ ଗୁଡ଼ିକ କଣ ଦେଇଛି 1885 1800 ଆମର କେତେ 95 1905 ଆଉ 1915 ହେଲା। ତେଣୁ ଆଇଏନସି ବା ଆମର ଯୋଉ କଣ କୁହାଯାଏ ଭାରତୀୟ ଜାତୀୟ କଂଗ୍ରେସ କେତେ ମସିହାରେ କଣ ହେଇଥିଲା ପ୍ରତିଷ୍ଠା ହେଇଥିଲା। ଏହାର ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯେଟା କି କଣ ଅଛି ନା ହଉଛି 1885 ହେଲା। ୟା ବିଷୟରେ ଆଉ କିଛି ନଲେଜ ଆପଣଙ୍କୁ କହିଦଉଛି ଯେମିତି ପଢିବାରେ ପରୀକ୍ଷାରେ କଣ ହଉଛି ଆଇଏନସି ଆପଣ 1885 ମସିହାରେ ହେଇଥିଲା। ଜାଗାଟା କୋଉଠି ଆମର ପ୍ରଥମେ ଯୋଉ ତିଆରି ହେଇଥିଲା ହଉଛି କଣ ଗୋକୁଳ ଦାସ ତେଜପାଲ ଯୋଉ ସଂସ୍କୃତ କଲେଜ ବମ୍ବେରେ ରହିଛି। ତେଣୁ ସେଇଠି ପଢି ମାନେ ପ୍ରଥମେ ହେଇଥିଲା ଯୋଉଟାକି ମନେ ରଖିଥିବେ ଗୋକୁଳ ଦାସ ତେଜପାଲ ସଂସ୍କୃତ କଲେଜ ବମ୍ବେରେ। ତେଣୁ ୟାର ସେମିତି ଯଦି ପଚାରେ ଯେ ପ୍ରଥମ ସେସନ କୋଉଠି ହେଇଥିଲା ସେଇ ବମ୍ବେରେ ହେଇଥିଲା। ତେଣୁ ଏଠି କଣ ହେଇଥିଲା ଜଣେ ରିଟାର୍ଡ ବ୍ରିଟିଶ ସିଭିଲ ସର୍ଭେଣ୍ଟ ଜଣେ ଥିଲେ ଯିଏକି ଏଲନ୍ ଏକ୍ଟୋବନ ହ୍ୟୁମ ହେଲା। ସିଏ ଏଥିରେ ଯୋଗଦାନ ଦେଇଥିଲେ ଆଉ ୟାର ପ୍ରଥମ ପ୍ରେସିଡେଣ୍ଟ କିଏ ଥିଲେ ନା ହଉଛି ଉମେଶ ଚନ୍ଦ୍ର ବାନାର୍ଜୀ ହେଲା। ଏଇ ତିନିଟା ପଏଣ୍ଟ ଟିକେ ମନେ ରଖିବେ 1885 ମସିହାରେ ଷ୍ଟାର୍ଟ ହେଇଥିଲା ଆଉ ଗୋକୁଲ ଦାସ ତେଜପାଲ ସଂସ୍କୃତ କଲେଜ ବମ୍ବେ ଠାରେ ଏଟାର ପ୍ରଥମେ ସଭା ବସିଥିଲା ହେଲା। ବମ୍ବେର ପ୍ରଥମ ସେସନ ହେଇଥିଲା ଆଉ ଏଥିରେ କଣ ଯୋଉ ବ୍ରିଟିଶ ସିଭିଲ ସର୍ଭେଣ୍ଟ ଯୋଉ ଥିଲେ ଏଲଏନ ଏକ୍ଟୋବନ ହ୍ୟୁମ ବା ଏଓ ହ୍ୟୁମ ପ୍ରଥମେ ଜଏନ ଦେଇଥିଲେ ଆଉ ୟାର ପ୍ରେସିଡେଣ୍ଟ ପ୍ରଥମେ ଥିଲେ କି ନା ଉମେଶ ଚନ୍ଦ୍ର ବାନାର୍ଜୀ ହେଲା। ତାପରେ ଆଉ କଣ ଅଛି ନା 1895 ମାର୍କ ଟା ମିଡିଲ ଇୟରଲି ମଡରେଟ ଫେଜ ହେଇଥିଲା 1905 ମସିହାରେ ପାର୍ଟିସନ ଅଫ ବଙ୍ଗାଲ ପାଇଁ ଏମାନେ କଣ ଲଢିଥିଲେ ସ୍ୱଦେଶୀ ମୁଭମେଣ୍ଟ ପାଇଁ ହେଲା। ଆଉ 1915 ରେ କଣ ହେଲା ମହାତ୍ମା ଗାନ୍ଧୀ ରିଟର୍ନ ଟୁ ଇଣ୍ଡିଆ ଫ୍ରମ ସାଉଥ ଆଫ୍ରିକା। ତାପରେ କଣ ହେଲା 1915 ମସିହାରେ ଯୋଉ ଆମର ଅପସନ ଗୁଡାକ ଦେଇଛି ସେଗୁଡା ଦେଇଛି 1915 ମସିହାରେ ଯଦି ପଚାରିଦିଏ କଣ ହବ ନା ହଉଛି ମହାତ୍ମା ଗାନ୍ଧୀ କଣ ହେଇଥିଲେ ସାଉଥ ଆଫ୍ରିକାରୁ ଫେରିଥିଲେ। 1905 ମସିହାରେ ଜାଣିଛନ୍ତି କଣ ହେଇଥିଲା ଆମର ବଙ୍ଗ ବିଭାଜନ ହେଇଥିଲା। ତେଣୁ ଏଗୁଡା ସବୁ ଦେଇଛି ଯେ ଆମର 1895 ରେ କଣ ହେଇଥିଲା ନା ଏଇ ଯୋଉ ମିଡିଲ ଦ ଇୟରଲି ମଡରେଟ ଫେଜ ଗୁଡାକରେ ଯୋଉ ଆମର କଣ କୁହନ୍ତି ଚରମପନ୍ଥୀ ନରମପନ୍ଥୀ ଏଗୁଡା ସବୁ ଅପସନ ଗୁଡାକ ଟିକେ ଦେଖିଦେଇଥିବେ ସେ ଅପସନ ବିଷୟରେ ଗୁଡାକ ଦେଇଛି ହେଲା। ପରବର୍ତ୍ତୀ ପ୍ରଶ୍ନ ରହିଲା କଣ ହୁ ଏମଙ୍ଗ ଦ ଫଲୋଇଂ ୱାଜ ନୋନ୍ ଏଜ ଦ ଗ୍ରାଣ୍ଡ ଓଲ୍ଡ ମେନ୍ ଅଫ ଇଣ୍ଡିଆ ନିମ୍ନଲିଖିତ ମଧ୍ୟରୁ କିଏ ଗ୍ରାଣ୍ଡ ଓଲ୍ଡ ମେନ୍ ଅଫ ଇଣ୍ଡିଆ ଭାବରେ ଜଣାଶୁଣା। ଅପସନ ଗୁଡିକ କଣ ଦେଇଛି ବାଲ ଗଙ୍ଗାଧର ତିଲକ ତାପରେ ଦେଇଛି ଆମର କଣ ଦାଦା ଭାଇ ନାରୋଜୀ ଗୋପାଳ କୃଷ୍ଣ ଗୋଖଲେ ନା ହଉଛି ଆମର ଲାଲା ଲାଜପତ ରାୟ। ଉଭୟ ଇଂଲିଶ ଆଉ ଓଡିଆରେ ଦେଇଛି ହେଲା। ଆପଣ ନାଁ ଗୁଡାକ ତ ଜାଣିପାରୁଥିବେ ହେଲା। ତେଣୁ ସଠିକ ଉତ୍ତର କଣ ହବ ଆମେ କାହାକୁ ଗ୍ରାଣ୍ଡ ଓଲ୍ଡ ମେନ୍ ଅଫ ଇଣ୍ଡିଆ ବୋଲି କହିଥାଉ। ସଠିକ ଉତ୍ତର ହଉଛି ଅପସନ ନମ୍ବର ବି ଏଟା କଣ ଅଛି ଦାଦା ଭାଇ ନାରୋଜୀ। ଦାଦା ଭାଇ ନାରୋଜୀ ଆମେ କଣ କହିଥାଉ ଗ୍ରାଣ୍ଡ ଓଲ୍ଡ ମେନ୍ କହିଥାଉ। ଗ୍ରାଣ୍ଡ ଓଲ୍ଡ ମେନ୍ କାହିଁ କହିଥାଉ ନା ଦାଦା ଭାଇ ନାରୋଜୀ was a prominent moderate leader who formulated the drain of wealth theory in his book poverty and on British rule of India। କାରଣ ପଚାରି ପାରେ ଯୋଉ poverty and on British rule of India in India ଏ ବହିଟା ଲେଖିଥିଲେ କିଏ ନା ଆମର ହଉଛନ୍ତି କି ଦାଦା ଭାଇ ନାରୋଜୀ। ଆଉ ସେଇଥିରେ ୟାଙ୍କୁ କାହିଁକି କୁହାଯାଏ ଗ୍ରାଣ୍ଡ ଓଲ୍ଡ ମେନ୍ କାରଣ ସିଏ ଇଂରେଜ ମାନଙ୍କୁ କଟାକ୍ଷ କରି ଲେଖିଥିଲେ ଡ୍ରେନ୍ ଅଫ ୱେଲ୍ଥ ଅଫ ଥିଓରୀ ମାନେ ଏଇଟା ବି ପଚାରି ପାରେ ଯେ ଡ୍ରେନ୍ ଅଫ ୱେଲ୍ଥ ଥିଓରୀ ଲେଖିଥିଲେ କିଏ ନା ଦାଦା ଭାଇ ନାରୋଜୀ। ସେ କଟାକ୍ଷ କରି କହିଥିଲେ ଯେ ଆମର ଇଂରେଜ ମାନେ ଯୋଉ ଶାସନ କରୁଛନ୍ତି ତା ଫଳରେ କଣ ହଉଛି ନା ଇଣ୍ଡିଆର ଧନ ସମ୍ପତ୍ତି ଗୁଡାକ ଡ୍ରେନ୍ ବା ନଷ୍ଟ ହେଇଯାଉଛି। ସେମାନେ କଣ କରୁଛନ୍ତି ବୋହି ନେଇ ଯାଉଛନ୍ତି ତାଙ୍କ ବ୍ରିଟିଶ ଦେଶକୁ। ତେଣୁ ସେଇ ବହିରେ ସେ ଏଇଟା ଲେଖିଥିଲେ ଡ୍ରେନ୍ ଅଫ ୱେଲ୍ଥ ଥିଓରୀ ଲେଖିଥିଲେ। ବହିଟା ନା କଣ ଥିଲା ପଭର୍ଟି ଏଣ୍ଡ ଅନ୍ ବ୍ରିଟିଶ ରୁଲ ଇନ୍ ଇଣ୍ଡିଆ ହେଲା। ସେଥିରେ କଣ ବ୍ରିଟିଶ ୱାଜ ଡ୍ରେନ୍ ଦ ଇଣ୍ଡିଆନ ରିସୋର୍ସେସ ମାନେ କଣ ନଷ୍ଟ ପୁରା କରିଦଉଛି ତାଙ୍କ ଦେଶକୁ ସେ ବୋହି ନେଇଯାଉଛି ହେଲା। ଆଉ ଗୁଡା କଣ ରହିଲା ଯୋଉ ବାଲ ଗଙ୍ଗାଧର ତିଲକ ସେ କଣ କରିଥିଲେ ଏକ୍ସଟ୍ରିମିଷ୍ଟ ଲିଡର ଯିଏକି ଆମର କଣ କୁହନ୍ତି ଯୋଉ ଚରମପନ୍ଥୀ ଲିଡର ଥିଲେ ହୁ ଷ୍ଟାର୍ଟେଡ ଦ ଶିବାଜୀ ଆଉ ଶିବାଜୀ ଆଣ୍ଡ ଗଣେଶ ଫେଷ୍ଟିଭାଲ ବେଳେ ପଚାରେ ଯୋଉ ଶିବାଜୀ ଗଣେଶ ଫେଷ୍ଟିଭାଲଟା ପ୍ରଥମେ ପାଳନ କରିଥିଲେ ଯୋଉ ଦେଶବାସୀଙ୍କ ମଧ୍ୟରେ ଆମର ଜାଗୃତ ଆଣିବା ପାଇଁ କରିଥିଲେ କି ବାଲ ଗଙ୍ଗାଧର ତିଲକ ହେଲା। ଏକ୍ସଟ୍ରିମିଷ୍ଟ ଲିଡର ଜଣେ ଥିଲେ ବା ଆମର ଚରମପନ୍ଥୀ ଥିଲେ। ଆଉ ଗୋପାଳ କୃଷ୍ଣ ଗୋଖଲେ କଣ ଥିଲେ ନା ଆମର ଗାନ୍ଧିଜୀଙ୍କର ପଲିଟିକାଲ ମନିଟର ଥିଲେ। ବେଳେବେଳେ ପଚାରେ ଯେ ଗାନ୍ଧିଜୀଙ୍କର ପଲିଟିକାଲ ଲିଡର କିଏ ଥିଲେ ପଲିଟିକାଲ ଗୁରୁ କିଏ ଥିଲେ ନା ଗୋପାଳ କୃଷ୍ଣ ଗୋଖଲେ। ଆଉ ଗୋଟେ କଣ ରହିଲା ଲାଲା ଲାଜପତ ରାୟ କିଏ ଥିଲେ ତାଙ୍କୁ କଣ କହୁଥିଲା ଲାୟନ ଅଫ ପଞ୍ଜାବ ହେଲା। ଲାୟନ ଅଫ ପଞ୍ଜାବ ବୋଲି ବେଳେ କ୍ୱେଶ୍ଚନ ପଚାରି ଦିଏ ଆମର ଲାୟନ ଅଫ ପଞ୍ଜାବ ବୋଲି ପଞ୍ଜାବ କେଶରୀ ବୋଲି କାହାକୁ କୁହାଯାଏ ନା ଲାଲା ଲାଜପତ ରାୟ।
ହେଲା। ସେ ପ୍ରୋଟେଷ୍ଟ କରିଥିଲେ ଆଉ ଯୋଉ ଆମର ସାଇମନ କମିଶନ ଯୋଉ ଆସିଥିଲା 1928 ମସିହାରେ ତାକୁ ପ୍ରୋଟେଷ୍ଟ କରିବା ପାଇଁ ସେ ତାଙ୍କର କଣ ହେଇଥିଲା ଲାଠି ଚାର୍ଜରେ ତାଙ୍କ ଦେହାନ୍ତ ହେଇଯାଇଥିଲା ହେଲା। ତେଣୁ ଏଇ ସବୁ ଅପସନ ଗୁଡାକ ବୁଝିପାରିଲେ। ତେଣୁ ଆଉ ଅଲଗା କିଛି ଦେଖିବାର ନାହିଁ। ଗୋଟେ କ୍ୱେଶ୍ଚନରେ ଆପଣଙ୍କ 5ଟା 6ଟା ପୁରା କନସେପ୍ଟ କ୍ଲିୟର ହେଇପାରିବ। ପରବର୍ତ୍ତୀ ପ୍ରଶ୍ନ ରହିଲା ହୁଇଚ ବ୍ରିଟିଶ ଭାଇସରୟ ୱାଜ ରେସପନ୍ସିବୁଲ ଫର ଦ ପାର୍ଟିସନ ଅଫ ବଙ୍ଗାଲ ଇନ 1905। ଟିକେ ଆଗରୁ କହିଥିଲି 1905 ମସିହାରେ ଯୋଉ ବଙ୍ଗାଲ ହେଇଥିଲା। ଏଠି କିନ୍ତୁ ପ୍ରଶ୍ନ ଦେଲା 1905 ମସିହାରେ ବଙ୍ଗ ବିଭାଜନ ପାଇଁ କୋଉ ବ୍ରିଟିଶ ଭାଇସରୟ ଦାୟୀ ଥିଲେ ହେଲା। ତେଣୁ ଭାଇସରୟ ସେ ସମୟରେ କିଏ ଥିଲେ? ଅପସନ କଣ ଥିଲା? ଲର୍ଡ ଡେଲାହାଉସି, ଲର୍ଡ କର୍ଜନ ଆଉ ଲର୍ଡ ମେଣ୍ଟୋ ହଉଛି ଲର୍ଡ ମାଉଣ୍ଟ ବେଟେନ ହେଲା। ତେଣୁ ଆମର ଯେତେବେଳେ ବଙ୍ଗ ବିଭାଜନ ହେଇଥିଲା ବା ବଙ୍ଗଲକୁ ସମାନ ଦୁଇ ଭାଗ କରାଯାଇଥିଲା ସେଥିରେ ଆମର ଭାଇସରୟ ଇଣ୍ଡିଆରେ କିଏ ଥିଲେ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ସେଟା କଣ ଅଛି ଆମର ଲର୍ଡ କର୍ଜନ ହେଲା। ମନେ ରଖିବେ ଲର୍ଡ କର୍ଜନ ସେତେବେଳେ ଆମର ଭାଇସରୟ ଥିଲେ। 1905 ମସିହାରେ ସେ ଡିକ୍ଲେୟାର କରିଥିଲେ ଯେ ବଙ୍ଗକୁ ସମାନ ଦୁଇ ଭାଗ କରିଦିଆଯିବ। Lord Curzon ordered the partition of Bengal in 1905, claiming it was the administrative convenience, but real ମାନେ ତାଙ୍କର କଣ ଥିଲା ଆମର ଯୋଉ ରିଏଲ କାରଣଟା କଣ ଥିଲା? was divide the united Hindu Muslim political hub। ସେ ଯଦି ପଚାରି ପାରେ ଯେ ଆମର ଲର୍ଡ କର୍ଜନ ବଙ୍ଗ ବିଭାଜନ କରିବାର ମେନ୍ ମୋଟିଭ କଣ ଥିଲା? ନା ହଉଛି ହିନ୍ଦୁ ମୁସଲିମ ଭିତରେ ପଲିଟିକାଲ କଣ ଆମର ଡିଭାଇଡ କରିଦେ ପଲିଟିକାଲି ସେମାନଙ୍କୁ କଣ ସମାନ ଡିଭାଇଡ ଆଣ୍ଡ ରୁଲ ପଲିସି ପାଇଁ ସେ କଣ କରିଥିଲେ ନା ସେମାନେ ଯେମିତି ନ୍ୟାସନାଲ ମୁଭମେଣ୍ଟ କରିପାରିବେନି ସେଇ ପାଇଁ ସେ କଣ କରିଥିଲେ ବଙ୍ଗକୁ ସମାନ ବିଭାଗ କରିବା ପାଇଁ ଚେଷ୍ଟା କରିଥିଲେ। ଆଉ ଯୋଉ ଅପସନ କଣ ହେଲା ଲର୍ଡ ଡେଲାହାଉସି ସେ କଣ କରିଥିଲେ ଡକ୍ଟ୍ରିନ୍ସ ଅଫ ଲାପ୍ସ ହେଲା। ଏଇ ଯୋଉ ଶୁଣିଥିବେ ଯେ ଆମର ଯୋଉ ରାଜାଙ୍କର ପୁଅ ନଥିଲା ତାଙ୍କୁ ଯଦି ସିଏ ମଲା ପରେ ସେ ରାଜ୍ୟଟା ନେଇଯିବ କି ନା ବ୍ରିଟିଶ ହେଇଯିବ ସେଇଟା ଆମର ଇଣ୍ଟ୍ରୋଡ୍ୟୁସ କରିଥିଲେ କି ବା ପ୍ରଥମେ ଇଣ୍ଡିଆରେ ତାକୁ ଲାଗୁ କରିଥିଲେ କି ନା ଲର୍ଡ ଡେଲାହାଉସି। ଆଉ ଯୋଉ ଲର୍ଡ ମେଣ୍ଟୋ ଅଛି ହେଲା ଲର୍ଡ ମେଣ୍ଟୋ କଣ କରିଥିଲେ ବ୍ରୋଟ 1909 ସେପାରେଟ ଇଲେକ୍ଟୋରେଟ ହେଲା। ଯୋଉ ସେପାରେଟ ଇଲେକ୍ଟୋରେଟ ମାନେ ଇଣ୍ଡିଆ ଭିତରେ ରହିବ କିନ୍ତୁ ସେମାନଙ୍କ ପାଇଁ ଅଲଗା ମାନେ ନେତା ମାନେ ଛିଡା ହେବେ ସେମାନଙ୍କ ପାଇଁ ଯୋଉମାନେ ଭୋଟ ଦେବେ ସେମାନେ ଅଲଗା ରହିବେ ସେଇଟା ସେପାରେଟ ଇଲେକ୍ଟୋରେଟ ବୋଲି କୁହାଯାଏ। ସେଇଟା ଆଣିଥିଲେ କି 1909 ମସିହାରେ ନା ଲର୍ଡ ମେଣ୍ଟୋ ହେଲା। ଆଉ କଣ ଅଛି ନା ଲର୍ଡ ମାଉଣ୍ଟ ବେଟନ ଯୋଉ ଅଛନ୍ତି ସିଏ ଥିଲେ କଣ ୱାଜ ଦ ଲାଷ୍ଟ ଭାଇସରୟ ହୁ ଓଭରସିଜ ଇଣ୍ଡିଆ ପାର୍ଟିସନ ଇନ 1947। ମାନେ ଆମର ଲାଷ୍ଟ ଭାଇସରୟ କିଏ ଥିଲେ? ବେଳେ ବେଳେ କ୍ୱେଶ୍ଚନ ପଚାରି ଦିଏ ଯେ ଆମର ଇଣ୍ଡିଆର ଇଣ୍ଡିପେଣ୍ଡେଣ୍ଟ ପୂର୍ବରୁ ଲାଷ୍ଟ ଭାଇସରୟ କିଏ ଥିଲେ? ମନେ ରଖିବେ ଲର୍ଡ ମାଉଣ୍ଟ ବେଟନ। ତେଣୁ ଗୋଟେ କ୍ୱେଶ୍ଚନ ଆପଣଙ୍କର 5ଟା 6ଟା ପୁରା ଆପଣଙ୍କର କ୍ଲିୟର ହେଇଯିବ ଯାହା ଯାହା ଅପସନରେ ଅଛି ହେଲା। ପରବର୍ତ୍ତୀ ପ୍ରଶ୍ନ ଦେଲା କଣ ଇନ ହୁଇଚ ଇୟର ଡିଡ ହିଷ୍ଟୋରିକ ସୁରତ ସ୍ପ୍ଲିଟ ଅଫ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ଟେକ୍ସ ପ୍ଲେସ ବା ଭାରତୀୟ ଜାତୀୟ କଂଗ୍ରେସ ଐତିହାସିକ ସୁରଟ ବିଭାଜନ କୋଉ ବର୍ଷ ହୋଇଥିଲା? ଅପସନ ରେ କଣ ଦେଇଛି 1905 ମସିହାରେ 1906 ମସିହାରେ 1907 ମସିହାରେ 1909 ମସିହାରେ। ତେଣୁ ଆମର ସୁରତ ସ୍ପ୍ଲିଟ ଆମର କଣ କୁହାଯାଏ କଂଗ୍ରେସର ଯୋଉ ସମାନ ବିଭାଗ ହେଇଥିଲେ ଆମର କଣ ହୋଇଥାଉ ଚରମପନ୍ଥୀ ନରମପନ୍ଥୀ ସେଟା କୋଉ ବର୍ଷ ହେଇଥିଲା? ତେଣୁ ୟାର ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ସି ସେଟା କଣ ଅଛି 1907 ହେଲା। ସୁରତ ସ୍ପ୍ଲିଟ ମନେ ରଖିବେ ସୁରତରେ ସେସନ ହେଇଥିଲା ସେଇଥିପାଇଁ ତାଙ୍କୁ କଣ ସୁରତ ସ୍ପ୍ଲିଟ ହେଇଥିଲା। ବେଳେ ପଚାରିଥିବେ ଆମର ଯୋଉ ଆମର ଚରମପନ୍ଥୀ ନରମପନ୍ଥୀ ସମାନ ଦୁଇ ଭାଗରେ ଯୋଉ ଆଇଏନ ସେଟା ଭାଙ୍ଗି ଯାଇଥିଲା ସେଟା କୋଉଠି ସେସନ ଥିଲା? ମନେ ରଖିବେ ସୁରତ। ସେଥିପାଇଁ ତାକୁ ସୁରତ ସ୍ପ୍ଲିଟ କୁହାଯାଉଥିଲା। କେତେ ମସିହାରେ? 1907 ମସିହାରେ ହେଇଥିଲା ହେଲା। ଦିଟା ଭାଗରେ ଯେମିତି ଗୋଟେ ମଡରେଟ ଫେଜ ରହିଲା ଯୋଉଥିରେ ଲିଡ କରୁଥିଲେ କି ବେଳେ ପଚାରେ ଯେ ଆମର ଚରମପନ୍ଥୀର ଦୁଇ ଜଣ ପ୍ରମିନେଣ୍ଟ ଲିଡର କଣ ନା ରାସ ବିହାରୀ ଘୋଷ ଆଉ ହଉଛି ଗୋପାଳକୃଷ୍ଣ ଗୋଖଲେ ହେଲା। ମନେ ରହିବ ମଡରେଟ ଫେଜ ର ଲିଡ କରୁଥିଲେ କିଏ? ରାସ ବିହାରୀ ଘୋଷ ଆଉ ଗୋପାଳକୃଷ୍ଣ ଗୋଖଲେ। ଆଉ ଏଟା କଣ ମଡରେଟର ଫେଜ ସରି ଚରମପନ୍ଥୀ ଆମର ନରମପନ୍ଥୀ ସରି ଏକ୍ସଟ୍ରିମିଷ୍ଟ ଭିତରେ ଥିଲେ କି ଏଟା ମନେ ରଖିବେ ନରମପନ୍ଥୀ ମିଷ୍ଟେକ୍ ହେଇଗଲା। ନରମପନ୍ଥୀ କିଏ ଥିଲା ନା ହଉଛି ରାସ ବିହାରୀ ଘୋଷ ଆଉ ଗୋପାଳକୃଷ୍ଣ ଗୋଖଲେ। କିନ୍ତୁ ଏକ୍ସଟ୍ରିମିଷ୍ଟ ବା ଚରମପନ୍ଥୀ ଭିତରେ ଥିଲେ କିଏ ନା ଲାଲ ବାଲ ପାଲ ବା ଲାଲା ଲାଜପତ ରାୟ ବାଲ ଗଙ୍ଗାଧର ତିଲକ ଆଉ ହଉଛି ବିପିନ ଚନ୍ଦ୍ର ପାଲ ହେଲା। ଏଇ 3 ଜଣ ଥିଲେ ଚରମପନ୍ଥୀରେ ହେଲା। ସେମାନେ ସେଇଠୁ କଣ ସୁରତ ପାଖରୁ ସମାନ ଦିଭାଗ ହେଲେ ଏକ୍ସଟ୍ରିମିଷ୍ଟ ଗୋଟେ ମଡରେଟ ହଉଛି କଣ ନରମପନ୍ଥୀ ଏକ୍ସଟ୍ରିମିଷ୍ଟ ହଉଛି ଚରମପନ୍ଥୀ। ଆଉ 1905 ରେ ତ ହେଇଥିଲା କଣ ଆମର ବଙ୍ଗଲ ଡିଭିଜନ ଯାଇକି ଆମର ଲର୍ଡ କର୍ଜନ କରିଥିଲେ। 1906 ମସିହାରେ କଣ ହେଇଥିଲା ନା ମୁସଲିମ ଲିଗ ଆରମ୍ଭ ହେଇଥିଲା ହେଲା। ମୁସଲିମ ଲିଗ ର ଫାଉଣ୍ଡେସନ ବା ସେମାନେ ଆରମ୍ଭ ହେଇଥିଲା ବେଳେ ବେଳେ ପଚାରେ କି ନା ଡାକା ହେଲା। ଯୋଉ ଡାକାଟା ଆମର ବାଂଲାଦେଶର ଅଛି ସେଇଠି ଆମର ପ୍ରଥମେ ବେଳେ ପଚାରେ ମୁସଲିମ ଲିଗ କୋଉଠୁ ଷ୍ଟାର୍ଟ ହେଇଥିଲା ନା ଡାକା ଠାରୁ ଷ୍ଟାର୍ଟ ହେଇଥିଲା। ଆଉ ଯୋଉ 1909 ଅଛି ସେଇଦିନ କଣ ହେଇଥିଲା ନା ଆମର ଅପସନ ନମ୍ବର ଡି ଟା ଯୋଉ ଥିଲା 1909 ସେଦିନ ମର୍ଲେ ମଣ୍ଟୋ ରିଫର୍ମସ ଆସିଥିଲା ହେଲା। ଗୋଟେ ନାଁ ଅଛି ମର୍ଲୋ ମଣ୍ଟୋ ରିଫର୍ମସ ସେଟା ଆକୁ ପଢିବା ହେଲା। ମନେ ରଖିବେ 1909 ମସିହାରେ ମର୍ଲୋ ମଣ୍ଟୋ ରିଫର୍ମସ ଟା ଆସିଥିଲା ହେଲା। ବହୁତ ଗୁଡାକ ପଏଣ୍ଟ ଗୁଡା ଆସିଗଲା। ପରବର୍ତ୍ତୀ ପ୍ରଶ୍ନ ହ୍ୱାଟ ଡିଡ ଦ ମହାତ୍ମା ଗାନ୍ଧୀ ଲଞ୍ଚ ହିଜ ଫାଷ୍ଟ ସତ୍ୟାଗ୍ରହ ମୁଭମେଣ୍ଟ ଇନ ଇଣ୍ଡିଆ ବା ମହାତ୍ମା ଗାନ୍ଧୀ ଭାରତରେ ତାଙ୍କର ପ୍ରଥମ ସତ୍ୟାଗ୍ରହ ଆନ୍ଦୋଳନ କୋଉଠାରେ ଆରମ୍ଭ କରିଥିଲେ? ଅପସନ ଗୋଟେ କଣ ଦେଇଛି ଚମ୍ପାରଣରେ ଆରମ୍ଭ କରିଥିଲେ ନା ଖେଡାରେ ଆରମ୍ଭ କରିଥିଲେ ନା ଅହମ୍ମଦାବାଦରେ ଆରମ୍ଭ କରିଥିଲେ ନା ବାରଦଳୀରେ ଆରମ୍ଭ କରିଥିଲେ? ବହୁତ ବଢିଆ କ୍ୱେଶ୍ଚନ ଯେ ମହାତ୍ମା ଗାନ୍ଧୀ ଟିକେ ଆଗରୁ ପଢିକି ଆସିଲା ଆମେ କେତେ 1915 ମସିହାରେ ସେ ଆସିଥିଲେ କଣ ସାଉଥ ଆଫ୍ରିକାର ଇଣ୍ଡିଆକୁ। କିନ୍ତୁ କ୍ୱେଶ୍ଚନ ଥିଲା ସେ ପ୍ରଥମେ କୋଉଠି ତାଙ୍କର ସତ୍ୟାଗ୍ରହଟା ଆରମ୍ଭ କରିଥିଲେ ହେଲା। ୟାର ସଠିକ ଉତ୍ତର କଣ ହବ ହଉଛି ଅପସନ ନମ୍ବର ଏ ଯେଟା କଣ ଚମ୍ପାରଣ ହେଲା। ଚମ୍ପାରଣ
ଚମ୍ପାରଣରେ ପ୍ରଥମେ ସେ ଆରମ୍ଭ କରିଥିଲେ। 1915 ରେ ଆସିଥିଲେ, କିନ୍ତୁ 1917 ମସିହାରେ ମହାତ୍ମା ଗାନ୍ଧୀ ଲଞ୍ଚଡ ଚମ୍ପାରଣ ସତ୍ୟାଗ୍ରହ ଇନ୍ ବିହାର। ବିହାର ଯୋଉ ବେଳେ ପଚାରିବେ ଚମ୍ପାରଣଟା କୋଉଠି ଥିଲା ନା ବିହାରରେ। ସପୋର୍ଟ କରିବା ପାଇଁ କଣ ଇଣ୍ଡିଗୋ ଫାର୍ମର, ଯୋଉମାନେ କି ଇଣ୍ଡିଗୋ ହଉଛି ଗୋଟେ କଣ ମାନେ ଚାଷ କରାଯାଏ, ଯୋଉଟା ଦ୍ୱାରା କଣ ଜମିର ଉର୍ବରତା ନଷ୍ଟ ହେଇଯାଏ। ତେଣୁ ବ୍ରିଟିଶ ମାନେ ଜୋର ଜବରଦସ୍ତି ଇଣ୍ଡିଗୋ ଚାଷ କରିବା ପାଇଁ କହୁଥିଲେ, ଯାହାଦ୍ୱାରା କି ଆମର ଫାର୍ମର ମାନଙ୍କର ଜମି ନଷ୍ଟ ହେଇଯାଉଥିଲା ହେଲା। ତେଣୁ ଆଉ ଗୋଟେ କଣ ହଉଥିଲା ନା ଅପ୍ରେସିଭ ଦ ୟୁରୋପିଆନ ପ୍ଲାଣ୍ଟର୍ସ ତିନ କାଠିଆ ସିଷ୍ଟମ, ଆଉ ଗୋଟେ ତିନ କାଠିଆ ସିଷ୍ଟମକୁ ଉଠେଇବା ପାଇଁ ବି ସେ ଯୋଉ ଆମର ଚମ୍ପାରଣରେ ସିଏ ଆନ୍ଦୋଳନ କରିଥିଲେ। ମନେ ରହିଲା, ବିହାର ଚମ୍ପାରଣ ଜାଗାରେ ଇଣ୍ଡିଗୋ ଯୋଉ ଫାର୍ମର ମାନେ ସେମାନଙ୍କୁ ତିନ କାଠିଆ ସିଷ୍ଟମକୁ ଉଚ୍ଛେଦ କରିବା ପାଇଁ 1917 ମସିହାରେ ଚମ୍ପାରଣ ଆନ୍ଦୋଳନ ପ୍ରଥମ, ଯୋଉଟା କି ମହାତ୍ମା ଗାନ୍ଧୀଙ୍କର ଇଣ୍ଡିଆରେ ପ୍ରଥମ ଆନ୍ଦୋଳନ ଥିଲା, ଚମ୍ପାରଣ କରିଥିଲେ। ଆଉ ଯୋଉ ଅପସନ ଗୁଡାକ ରହିଲା ଯେମିତି କି ଖେଡା, ତା ପର ବର୍ଷ 1917 ଚମ୍ପାରଣରେ କରିଥିଲେ। 1918 ଖେଡା, ଖେଡାରେ କଣ କଣ ପାଇଁ କରିଥିଲେ? ନନ୍ ପେମେଣ୍ଟ ଟ୍ୟାକ୍ସ ମୋମେଣ୍ଟ ଡ୍ୟୁରିଂ ଦ କ୍ରପ ଫେଲିୟର। ମାନେ ଯେହେତୁ ଆମର କଣ ହେଲା ନା ଆମର ମରୁଡି ପଡିଗଲା ବା ଚାଷ ଭଲ ହେଲାଣି, କିନ୍ତୁ ଇଂରେଜ ମାନେ କଣ କହିଲେ ଚାଷ ଭଲ ନହେଲେ ବି ଆପଣଙ୍କୁ ସେଇତିକି ଟ୍ୟାକ୍ସ ଦବା ପାଇଁ ପଡିବ। ତେଣୁ ସେଥିପାଇଁ ଗାନ୍ଧିଜୀ ଖେଡାରେ ସେ ଯୋଉ ଚାଷୀ ମାନଙ୍କ ପାଇଁ କ୍ରପ ଫେଲିୟର ଯେହେତୁ ହେଇଥିଲା, ମାନେ ଚାଷ ଭଲ ହେଇନଥିଲା, ସେଥିପାଇଁ 1918 ମସିହାରେ ଖେଡା ଠାରେ ଆନ୍ଦୋଳନ କରିଥିଲେ। 1918 17ରେ ଚମ୍ପାରଣ, 1918ରେ ଖେଡା, ଏମିତି ରିଲେଟ କରି ମନେ ରଖିବେ। ତାପରେ 1918 ମସିହାରେ ଅହମ୍ମଦାବାଦର ସେମିତି ମିଲ ୱାର୍କର ମାନେ ଯେମିତି ଷ୍ଟ୍ରାଇକ କରିଥିଲେ, ଯୋଉ କଣ କରିବା ପାଇଁ ନା ତାଙ୍କର ସେମିତି ମାଲିକଙ୍କ ସହିତ ସେଇ ପଇସା ବା ଆମର କଣ କୁହାଯାଏ ଯୋଉ ବୋନସ ପଇସା କୁ ନେଇ ଗୋଟେ କଣ ହେଇଥିଲା, ସେଇଥିପାଇଁ ସେମାନେ ତାଙ୍କ ମିଲ ମାଲିକ ସହିତ ଆନ୍ଦୋଳନ କରିଥିଲେ। ସେଠି ଯାଇ ମହାତ୍ମା ଗାନ୍ଧୀ ଅହମ୍ମଦାବାଦରେ 1918 ମସିହାରେ ଯାଇକି ଆନ୍ଦୋଳନ କରିଥିଲେ। ତାପରେ ଆମର ହ୍ୱାର ଡିଡ୍ ଗାନ୍ଧିଜୀ ୟୁଜ୍ଡ ଫାଷ୍ଟ ହଙ୍ଗର ଷ୍ଟ୍ରାଇକ ହେଲା, ଯେଠିକି ଆମର ବେଳେ ବେଳେ କ୍ୱେଶ୍ଚନ ପଚାରେ ଯେ ମହାତ୍ମା ଗାନ୍ଧୀ ତାଙ୍କର ପ୍ରଥମ ହଙ୍ଗର ଷ୍ଟ୍ରାଇକ କୋଉଠି ଆରମ୍ଭ କରିଥିଲେ ନା, ମନେ ରଖିଥିବେ ଅହମ୍ମଦାବାଦ ମିଲ ଯୋଉ ଷ୍ଟ୍ରାଇକ କରିଥିଲେ 1918 ମସିହାରେ, ସେଇଠି ହିଁ କରିଥିଲେ। ତାପରେ 1928 ମସିହାରେ ବାରଦୋଲିରେ କରିଥିଲେ, ୱାଜ ଦ ଲିଡ୍ ବାଇ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏଗେନ୍ଷ୍ଟ ଦ ଟ୍ୟାକ୍ସ ହେଲା। ଯୋଉ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ତାଙ୍କୁ ଯୋଉ ସର୍ଦ୍ଦାର ଆଖ୍ୟା କିଏ ଦେଇଥିଲେ, ଯୋଉ ବାରଦୋଳିରେ 1928 ମସିହାରେ ଗାନ୍ଧୀ ଯାଇଥିଲେ। ତା ପୂର୍ବରୁ ସେଇ ଆନ୍ଦୋଳନକୁ ଲିଡ୍ କରୁଥିଲେ କିଏ ନା ଆମର ସର୍ଦ୍ଦାର ଯୋଉ ବଲ୍ଲଭ ଭାଇ ପଟେଲ ହେଲା। ତାଙ୍କୁ ସର୍ଦ୍ଦାର ଆଖ୍ୟା ସେଇ ଯୋଉ ବାରଦୋଳିର ଲୋକମାନେ ଖୁସି ହେଇକି ତାଙ୍କୁ ସର୍ଦ୍ଦାର ଆଖ୍ୟା ଦେଇଥିଲେ। ତେଣୁ ବେଳେ କ୍ୱେଶ୍ଚନ ପଚାରେ ଯେ ଆମର ବଲ୍ଲଭ ଭାଇ ପଟେଲଙ୍କୁ ସର୍ଦ୍ଦାର ଆଖ୍ୟା କିଏ ଦେଇଥିଲେ ନା, ବାରଦୋଳିର ଯୋଉ ଲୋକମାନେ ଥିଲେ ସେମାନେ ତାଙ୍କୁ ଦେଇଥିଲେ ସର୍ଦ୍ଦାର ଆଖ୍ୟା ହେଲା। କେତେ ଗୁଡାକ ପଏଣ୍ଟ ମନେ ରହିଗଲା। ପରବର୍ତ୍ତୀ କ୍ୱେଶ୍ଚନ ରହିଲା, ଦ ଫେମସ ଜାଲିଆନାବାଗ ମିସ୍କାରେଜ ଟୁକ୍ସ ପ୍ଲେସ ଇନ ହୁଇଚ ସିଟି ହେଲା। ଯୋଉ ଆମର କୁଖ୍ୟାତ ଜାଲିଆନାବାଗ ହତ୍ୟାକାଣ୍ଡ କୋଉ ସହରରେ ହେଇଥିଲା ହେଲା। ଅପସନ କଣ ଦେଇଛି, ଲାହୋରରେ ହେଇଥିଲା ନା ଅମୃତସରରେ ହେଇଥିଲା ନା ଜଳନ୍ଧରରେ ହେଇଥିଲା ନା ଦିଲ୍ଲୀରେ ହେଇଥିଲା। ତେଣୁ ୟାର ସଠିକ ଉତ୍ତର କଣ ହବ? ଜାଲିଆନାବାଗ ହତ୍ୟାକାଣ୍ଡଟା ହେଇଥିଲା କୋଉଠି ନା ଅପସନ ନମ୍ବର ବି ରେ କଣ ଅଛି ଅମୃତସର। ଅମୃତସର ସହରର ଜାଲିଆନାବାଗ ଠାରେ ହତ୍ୟାକାଣ୍ଡ ହେଇଥିଲା। କେବେ ହେଇଥିଲା ବେଳେ ଆମର ଡେଟ୍ ପଚାରିଦି ଏପ୍ରିଲ 13 ତାରିଖ 1919 ମସିହାରେ ବ୍ରିଟିଶର ଯୋଉ ଟ୍ରପ୍ ଗୁଡାକ ଜେନେରାଲ ଡାୟରଙ୍କ ଅଧ୍ୟକ୍ଷତାରେ କଣ ହେଲା ନା ଗୁଳି ଚାଳନା କରେ, ଯାହାଦ୍ୱାରା କି ଯୋଉ ସେଠାରେ ବୈଶାଖୀ ଉତ୍ସବ ପାଳନ କରିବା ପାଇଁ ଲୋକମାନେ ଆସିଥିଲେ ସେମାନଙ୍କୁ ମାରିଦେଲେ ଗୁଳି କରିକି ହେଲା। ତାପରେ protesting the arrest of the leader Saifuddin Kichu and the Dr. Satyapal at the Jallianwala ଅମୃତସର। ମାନେ ସେଠି ତାଙ୍କୁ ଅଫିସିଆଲି ରିପୋର୍ଟ କଣ ଦିଆଲା ଯେ ସେମାନେ ଦୁଇ ଜଣଙ୍କୁ ଆରେଷ୍ଟ କରିବା ପାଇଁ ଯାଇଥିଲେ, ଯେମିତି କି ସାଇଫୁଦ୍ଦିନ କିଚଲୁ ଆଉ ହଉଛି ଡକ୍ଟର ସତ୍ୟପାଲ ହେଲା। ତାଙ୍କୁ ମାନେ କଣ ଆରେଷ୍ଟ କରିବା ପାଇଁ ଯାଇକି ଗୁଳି ଚାଳନା କରିଥିଲେ। ବେଳେ କ୍ୱେଶ୍ଚନ ପଚାରି ଦେବ ଯେ ଆମର ଜାଲିଆନାବାଗର କୋଉ ଦୁଇ ଜଣ ପ୍ରମିନେଣ୍ଟ ଲିଡରକୁ ଆରେଷ୍ଟ କରିବା ପାଇଁ ଯାଇଥିଲେ ଓ ଡାୟର, କଣ ହବ ସାଇଫୁଦ୍ଦିନ କିଚଲୁ ଆଉ ହଉଛି ଡକ୍ଟର ସତ୍ୟପାଲ ହେଲା। ଆଉ ଯୋଉ ଲାହୋରରେ କଣ ହେଇଥିଲା ନା 1929ରେ ପୂର୍ଣ୍ଣ ସ୍ୱରାଜର ଡିମାଣ୍ଡ ହେଇଥିଲା ହେଲା। ମାନେ ଆମକୁ ସେମାନେ ଆଇଏନସି କଣ ଡିକ୍ଲେୟାର କରିଥିଲେ ଯେ ଆମକୁ ପୂର୍ଣ୍ଣ ସ୍ୱରାଜ ଦରକାର। ମନେ ରଖିଥିବେ ଲାହୋର 1929 ମସିହାରେ ତାର ଯୋଉ ଆଇଏନସି ର ସେସନ ହେଇଥିଲା, ସେଠି ପୂର୍ଣ୍ଣ ସ୍ୱରାଜର ଡିମାଣ୍ଡ ହେଇଥିଲା। ଆଉ ଯୋଉ ଜଳନ୍ଧର ୱାଜ ଏନାଦର ମେଜର ହିଷ୍ଟ୍ରିକାଲ ସିଟି ଇନ ପଞ୍ଜାବ। ଜଳନ୍ଧରଟା ଅଛି ଆମର ପଞ୍ଜାବରେ। ଦିଲ୍ଲୀ ବିକମ ଦ ଫର୍ମାଲ କ୍ୟାପିଟାଲ ଇନ 1911 ହେଲା। ଦିଲ୍ଲୀଟାକୁ ଆମର କ୍ୟାପିଟାଲ ଭାବେ କେବେ ଡିକ୍ଲେୟାର କରାଯାଇଥିଲା ନା 1911 ହେଲା। ତେଣୁ ଏଠି ଷ୍ଟାଟିକ ଜିକେ ବି ଆପଣଙ୍କର ହେଇଯିବ ହେଲା। ପରବର୍ତ୍ତୀ କ୍ୱେଶ୍ଚନ ଅଛି କଣ ଦେଖିବା, ଦେଇଛି ହୁ ଫାଉଣ୍ଡେଡ ଦ ହୋମ ରୁଲ ଲିଗ ଇନ ଇଣ୍ଡିଆ ଏଲଙ୍ଗ ସାଇଡ ଦ ବାଲ ଗଙ୍ଗାଧର ତିଲକ ହେଲା। ହୋମ ରୁଲ ଯୋଉ ଲିଗ ଟା ବା ଆମର ବାଲ ଗଙ୍ଗାଧର ତିଲକ ସହ ଭାରତରେ କିଏ ହୋମ ରୁଲ ଲିଗ କୁ ପ୍ରତିଷ୍ଠା କରିଥିଲେ? ବାଲ ଗଙ୍ଗାଧର ତିଲକ ଥିଲେ, ତା ସହିତ ଆଉ କିଏ ମିଶିଥିଲେ? ଯେମିତି ଅପସନ କଣ ଦେଇଛି, ସରୋଜିନୀ ନାଇଡୁ, ଅନିମା ବାସେନ୍ତ, ମ୍ୟାଡାମ କମା ନା ହଉଛି ଅରୁଣା ଆସେ ପଲ୍ଲୀ ହେଲା। ତେଣୁ ହୋମ ରୁଲ ମୁଭମେଣ୍ଟରେ ବାଲ ଗଙ୍ଗାଧର ତିଲକଙ୍କ ସହିତ ଆଉ କିଏ ଥିଲେ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି, ଏଟା ହେଉଛି ଅନିମା ବାସେନ୍ତ ହେଲା। ଅନିମା ବାସେନ୍ତ କେତେ ନା 1916 ମସିହାରେ ଟୁ ହୋମ ରୁଲ ଲିଗ ୱେର ଷ୍ଟାର୍ଟେଡ, ତିଲକ ଲଞ୍ଚ ଟା ହିଜ ଏପ୍ରିଲ ମସିହାରେ ଆମର ବାଲ ଗଙ୍ଗାଧର ତିଲକ ଷ୍ଟାର୍ଟ କରିଥିଲେ, ଯୋଉଠି କି ସେ କଣ ମହାରାଷ୍ଟ୍ର ଆଉ ଯୋଉ କର୍ଣ୍ଣାଟକ ଦିଟା କଭର କରିଥିଲେ। ଅନିମା ବାସନ୍ତ ଲଞ୍ଚ କରିଥିଲେ ଇନ ସେପ୍ଟେମ୍ବର। ମନେ ରଖିଥିବେ, ବେଳେ କ୍ୱେଶ୍ଚନ ପଚାରିବେ ତିଲକ ଯୋଉ ବାଲ ଗଙ୍ଗାଧର ତିଲକ କୋଉ ମାସ ତାଙ୍କର ହୋମ ରୁଲ ଲିଗ ଟା ଆରମ୍ଭ କରିଥିଲେ ନା ଏପ୍ରିଲ ମାସରେ, ଯୋଉଥିରେ କି ଆମର ଅନିମା ବାସନ୍ତ କେଉଁ ମସିହାରେ ଷ୍ଟାର୍ଟ କରିଥିଲେ ନା ସେପ୍ଟେମ୍ବର ମସିହାରେ। ଆମର ବାଲ ଗଙ୍ଗାଧର ତିଲକ ମହାରାଷ୍ଟ୍ର ଆଉ କର୍ଣ୍ଣାଟକକୁ ହୋମ ରୁଲ ଲିଗରେ କଭର କରିଥିଲେ, କିନ୍ତୁ ଅନିମା ବାସନ୍ତ ଆଉ ଯୋଉ ଜାଗା ଗୁଡାକ ରହିଲା
ଇଣ୍ଡିଆରେ ସେଗୁଡାକୁ ସେଲ୍ଫ ଗଭର୍ଣ୍ଣମେଣ୍ଟର ଡିମାଣ୍ଡ ପାଇଁ ହୋମ ରୁଲଟା ଆରମ୍ଭ କରିଥିଲେ। ତାପରେ ରହିଲା ସରୋଜିନୀ ନାଇଡୁ। ସରୋଜିନୀ ନାଇଡୁ ହଉଛନ୍ତି କଣ ନା ଫାଷ୍ଟ ଇଣ୍ଡିଆନ ଓମେନ୍ ଯିଏକି ଆଇଏନସି ର ପ୍ରେସିଡେଣ୍ଟ ହେଇଥିଲେ ହେଲା। ବହୁତ ବଢିଆ ପଏଣ୍ଟ ଏଟା ଯେ ବେଳେ ପଚାରିଦିଏ ଆମର ଇଣ୍ଡିଆର ପ୍ରଥମ କିଏ ଓମେନ୍ ପ୍ରେସିଡେଣ୍ଟ ହେଇଥିଲେ ଆଇଏନସି ରେ ହେଲା, ସିଏ ହେଲେ କଣ ସରୋଜିନୀ ନାଇଡୁ। ଯଦି ପଚାରେ କଣ ହବ ନା ଆମର ଆଇଏନସି ର ପ୍ରଥମ ଫିମେଲ କିଏ ହେଇଥିଲେ ନା ଅନି ବେସନ୍ତ। ଯଦି କହିଥିବ ଇଣ୍ଡିଆନ କିଏ ହେଇଥିଲେ ନା ଆମର ସରୋଜିନୀ ନାଇଡୁ। ସେ ସରୋଜିନୀ ନାଇଡୁ କେତେ ମସିହାରେ ହେଇଥିଲେ 1925 ମସିହାରେ ହେଇଥିଲେ। ମାଡାମ କୋମା ଅନଫିଲ୍ଡେଡ ଦ ଫାଷ୍ଟ ଭିଜନ ଅଫ ଇଣ୍ଡିଆନ ଫ୍ଲାଗ ଇନ ଜର୍ମାନୀ। ଆଉ ଯୋଉ ମାଡାମ କୋମା ସିଏ କଣ କରିଥିଲେ ନା ଜର୍ମାନୀରେ ପ୍ରଥମ ଇଣ୍ଡିଆନ ଫ୍ଲାଗ ଟା ଉଡେଇଥିଲେ 1907 ମସିହାରେ। ଆଉ ଯୋଉ ଅରୁଣାସ ଆସଫ ଅଲି ହଷ୍ଟେଡ ଦ ଫ୍ଲାଗ ଡ୍ୟୁରିଂ ଦ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ। 1942 ମସିହାରେ ଯୋଉ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ହେଇଥିଲା ସେଇଠୁ ଫ୍ଲାଗ ହୋଷ୍ଟିଂ କରିଥିଲେ କିଏ ନା ଅସିଫ ଅଲି କରିଥିଲେ ହେଲା। ମନେ ରଖିଥିବେ ବହୁତ ଗୁଡାକ ପଏଣ୍ଟ ଗୁଡାକ ଅଛି ହେଲା, ପଢିପାରେ ଇମ୍ପୋର୍ଟାଣ୍ଟ ଅଛି। ପରବର୍ତ୍ତୀ କ୍ୱେଶ୍ଚନ କଣ ଅଛି, why was the non cooperation movement called off by the Mahatma Gandhi in 1922 ବା 1922 ମସିହାରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅସହଯୋଗ ଆନ୍ଦୋଳନ କାହିଁକି ପ୍ରତ୍ୟାହାର କରାଯାଇଥିଲା? ଅପସନ କଣ ଦେଇଛି, ଜାଲିଆନାବାଗ ହତ୍ୟାକାଣ୍ଡ ପାଇଁ, ଆଉ ଯୋଉ ଚୌରା ଚୋରି ଘଟଣା ପାଇଁ, ଗାନ୍ଧୀଙ୍କ ଗିରଫଦାରୀ ପାଇଁ, ନା ହଉଛି ରାଉଲାତ ଆଇନ ପାସ୍ ପାଇଁ ହେଲା। ତେଣୁ ୟାର ସଠିକ ଉତ୍ତର କଣ ହବ, କାହିଁକି ଆମ ନନ୍ କୋଅପରେସନ ମୁଭମେଣ୍ଟ ଟା ଗାନ୍ଧୀଜୀ ଉଚ୍ଛେଦ କରିଥିଲେ? ସଠିକ ଉତ୍ତର ଅପସନ ନମ୍ବର ବି, ଯେ କି ଚୋରା ଚୋରି ଘଟଣା ହେଲା। ଚୋରା ଚୋରି ଘଟଣା କେବେ ହେଇଥିଲା ନା ଫେବୃଆରୀ 5 1922 ହେଲା। ଫେବୃଆରୀ 5 1922 ଦିନ ଏଙ୍ଗ୍ରି ଆମର ଯୋଉ ହେଇଯାଇଥିଲେ ଆନ୍ଦୋଳନକାରୀ ମାନେ ସେମାନେ କଣ ପୁଲିସ ଷ୍ଟେସନକୁ ଜାଳି ଦେଇଥିଲେ, ଯୋଉଥିରେ କି 22 ଜଣ ହେଲା ଏମିତି ଡିକ୍ଲେୟାର କରିବେ 22 ଜଣଙ୍କୁ ମାରି ମାନେ ପୋଡି ଦେଇଥିଲେ 1922 ମସିହା ସେପ୍ଟେମ୍ବର 5 ତାରିଖ ହେଲା। ତେଣୁ ସେଇ ପୁଲିସ ଯୋଉଟା କି ଗୋରଖପୁରରେ ୟୁପି ରେ ଅଛି ହେଲା। ବେଳେ ପଚାରେ କୋଉ ଡିଷ୍ଟ୍ରିକ୍ଟ ନା ୟୁପି ର ଗୋରଖପୁର ଠାରେ ଯୋଉ ଗୋଟେ ପୁଲିସ ଷ୍ଟେସନ ଥିଲା ସେଠି ପୁଲିସ ଷ୍ଟେସନକୁ ଆନ୍ଦୋଳନକାରୀ ମାନେ ଜାଳି ଦେଇଥିଲେ, ଯୋଉଥିରେ କି 22 ଜଣ ପୁଲିସ ମାନେ ଜଳି ଯାଇଥିଲେ। ଆଉ ସେଇଥିପାଇଁ କଣ ହେଇଥିଲା ନା ଆମର ଗାନ୍ଧିଜୀ କଣ କରିଥିଲେ, ତାଙ୍କର ଯୋଉ ନନ୍ ଭାଇଲେନ୍ସ ବା ଆମର ଅସହଯୋଗ ଆନ୍ଦୋଳନକୁ ବନ୍ଦ କରିଦେଇଥିଲେ। ଆଉ ଯୋଉ ଜାଲିଆନାବାଗ ହତ୍ୟାକାଣ୍ଡ ହେଇଥିଲା କହିଥିଲେ 1919 ମସିହା, ଯୋଉଟା କି ଆମର ଜେନେରାଲ ଡାୟର ଗୁଳି ଚାଳନା କରିଥିଲେ। ଆଉ ରାଉଲାତ ଏକ୍ଟ ଆସିଥିଲା କେବେ ନା 1919 ମସିହାରେ, allowed the identified the detention without trial ହେଲା। ମାନେ ଇଏ କଣ କରିଲା ମାନେ ଏ ଯୋଉ ରାଉଲାତ ଏକ୍ଟ 1919 ରେ ଆସିଥିଲା କଣ ପାଇଁ ନା ଗଭର୍ଣ୍ଣମେଣ୍ଟ ଡିକ୍ଲେୟାର କଲା ଯେ କାହା ଆମର ଆନ୍ଦୋଳନକାରୀ ବା ସାଧାରଣ ଲୋକ ଇଣ୍ଡିଆନ ମାନଙ୍କୁ କୌଣସି ପ୍ରକାର ମାନେ କିଛି ନ ଜାଣିକି ୱିଦାଉଟ୍ ଟ୍ରାଏଲ ରେ ମାନେ କୌଣସି ତା ପାଇଁ ଆପଣ କୋର୍ଟ ଯାଇପାରିବେନି, ନ ଦଲିଲ ନ ଅପିଲ ଆକାରରେ ଆପଣଙ୍କ ମନ ଇଚ୍ଛା ଯାହାକୁ ହବ ଇଂରେଜ ସରକାର ତାକୁ ଆରେଷ୍ଟ କରିକି ଜେଲରେ ରଖିପାରିବେ। ଏଇ ରୁଲଟା ଆଣିଥିଲେ କହୁଥିଲେ ବା ଅନ୍ଧ ଆଇନ ଯୋଉଟାକୁ କୁହାଯାଏ ହେଲା। ରାଉଲାତ ଏକ୍ଟଟାକୁ 1919 ମସିହାରେ ଆସିଥିଲା। ପରବର୍ତ୍ତୀ ପ୍ରଶ୍ନ ରହିଲା, ହୁ ୱାର ଦ ଫାଉଣ୍ଡର୍ସ ଅଫ ଦ ସ୍ୱରାଜ ପାର୍ଟି ଏଷ୍ଟାବ୍ଲିଶ ଇନ୍ 1923 ବା 1923 ମସିହାରେ ପ୍ରତିଷ୍ଠିତ ସ୍ୱରାଜ ଦଳର ପ୍ରତିଷ୍ଠାତା କିଏ ଥିଲେ ହେଲା। ସ୍ୱରାଜ ପାର୍ଟି ଯୋଉ ଥିଲା ତାର ପ୍ରତିଷ୍ଠାତା 1923 ମସିହାରେ ଯୋଉ ହେଇଥିଲା ତାର ପ୍ରତିଷ୍ଠାତା କିଏ ଥିଲେ? ଅପସନ ଗୁଡା କଣ ଦେଇଛି, ମତିଲାଲ ନେହେରୁ, ଚିତ୍ତରଞ୍ଜନ ଦାସ, ଆଉ ଜବାହରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ଆଉ ମହାତ୍ମା ଗାନ୍ଧୀ, ମହମ୍ମଦ ଅଲି ଜିନ୍ନା। ଅପସନ ନମ୍ବର ଡି ଅଛି ବଲ୍ଲଭ ଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ। ତେଣୁ ଆମର ଯୋଉ ସ୍ୱରାଜ ପାର୍ଟି ଥିଲା ତାଙ୍କର ପ୍ରତିଷ୍ଠାତା 1923 ମସିହାରେ କିଏ ଥିଲେ? ସଠିକ ଉତ୍ତର ହବ ଅପସନ ନମ୍ବର ଏ, ଯାହାକି ମତିଲାଲ ନେହେରୁ ଆଉ ଚିତ୍ତରଞ୍ଜନ ଦାସ ହେଲା। ଆଫ୍ଟର ଦ ସସ୍ପେନ୍ସନ ଅଫ ନନ୍ କୋଅପରେସନ ମୁଭମେଣ୍ଟ, ଯେଟା କି ଆମର କଣ ହେଲା ଯୋଉ ଚୋରା ଚୋରି ମୁଭମେଣ୍ଟ ପରେ ଗାନ୍ଧୀଜୀ ଯେହେତୁ କଣ କଲେ ନନ୍ କୋଅପରେସନ ମୁଭମେଣ୍ଟ କୁ ଉଠେଇଥିଲେ, ସେଇଠୁ କଣ ହେଲା ନା ଚିତ୍ତରଞ୍ଜନ ଦାସ ବା ସିଆର ଦାସ ପ୍ରେସିଡେଣ୍ଟ ହେଇଗଲେ। ଆଉ ମତିଲାଲ ନେହେରୁ ସେକ୍ରେଟାରୀ ହେଲେ କାହାର ନା ସ୍ୱରାଜ ପାର୍ଟି ଗୋଟେ ନୂଆ ପାର୍ଟି ଗଠନ କଲେ। ଏଣ୍ଟର ଦ ଲେଜିସ୍ଲେଟିଭ କାଉନସିଲ ଏଣ୍ଡ ଡିସରୁପ୍ଟ ବ୍ରିଟିଶ ଗଭର୍ଣ୍ଣମେଣ୍ଟ ଫ୍ରମ ୱିଥିନ୍। ଯୋଉ ଚୋରାଚୋରି ଘଟଣା ପରେ ଚିତ୍ତରଞ୍ଜନ ଦାସ ଆଉ ଯୋଉ ରହିଲେ ଆମର ମତିଲାଲ ନେହେରୁ ସିଏ କଣ କହିଲେ, ଗାନ୍ଧିଜୀ କହିଲେ ଆମେ କୌଣସି ପ୍ରକାର ଭାଗ ନବାନି କୌଣସି ବ୍ରିଟିଶର ଯୋଉ ଲେଜିସ୍ଲେଟିଭ ଆସେମ୍ବଲି ଭାଗ ନବାନି, କିନ୍ତୁ ଚିତ୍ତରଞ୍ଜନ ଦାସ ଆଉ ମତିଲାଲ ନେହେରୁ କଣ କହିଲେ ଯେ ଆମେ ଭାଗ ନବା, ଭାଗ ନବା ଦ୍ଵାରା ଆମେ ତାଙ୍କ ଉପରେ ପ୍ରେସର ପକେଇ ପାରିବା, ତାଙ୍କୁ ମାନେ କହିପାରିବା ଯେ ଆମର କଣ ଦରକାର। ତେଣୁ ସେଥିପାଇଁ ସେମାନେ କଣ କଲେ ଗୋଟେ ସ୍ୱରାଜ ପାର୍ଟି 1923 ମସିହାରେ ଗଠନ କଲେ। ପ୍ରେସିଡେଣ୍ଟ ରହିଲେ କିଏ, ଚିତ୍ତରଞ୍ଜନ ଦାସ, ଆଉ ସେକ୍ରେଟାରୀ ରହିଲେ ମତିଲାଲ ନେହେରୁ। ତାପରେ ସେମାନେ କଣ କଲେ ଲେଜିସ୍ଲେଟିଭ କାଉନସିଲ ଇଲେକ୍ସନ ଲଢିଲେ ହେଲା। ତାପରେ ଯୋଉ ରହିଲା ଜବାହରଲାଲ ନେହେରୁ ଆଉ ବୋଷ ରିପ୍ରେଜେଣ୍ଟ ଦ ୟଙ୍ଗର ସୋସିଆଲିଷ୍ଟ ୱିଙ୍ଗସ। ବେଳେ ପଚାରେ ୟଙ୍ଗର ସୋସିଆଲିଷ୍ଟ ୱିଙ୍ଗସ ର କିଏ ଥିଲେ ନା ଜବାହରଲାଲ ନେହେରୁ ଆଉ ସୁଭାଷ ଚନ୍ଦ୍ର ବୋଷ ହେଲା ଆଇଏନସି ର। ତାପରେ ଗାନ୍ଧିଜୀ ଆଉ ଯୋଉ ଜିନ୍ନା ସିଏ ଥିଲେ କଣ ପଲିଟିକାଲ ଆପ୍ରୋଚ ଇନ 1920 ମସିହାରେ। ପଟେଲ ଆଉ ପ୍ରସାଦ ଦ ନନ୍ ଚେଞ୍ଜର୍ସ ହେଲା। ପଟେଲ ଆଉ ପ୍ରସାଦ କଣ କହିଲେ ଯେ ଆମେ କୌଣସି ପ୍ରକାର ଚେଞ୍ଜ ଏ ଯୋଉ ଚୋରାଚୋରି ଘଟଣା ପରେ ସେମାନେ କହିଲେ ଆମେ କୌଣସି ପ୍ରକାର ଚେଞ୍ଜ କରିବା ନାହିଁ, ତେଣୁ ତାକୁ କଣ କୁହାଯାଏ ନନ୍ ଚେଞ୍ଜର୍ସ ବୋଲି କୁହାଯାଏ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ ସିଏ ପୁରା ନ୍ୟୁଟ୍ରାଲ ରହିଲେ, ଏପଟକୁ ଗଲେନି କି ସେପଟକୁ ଗଲେନି। ତେଣୁ ପରବର୍ତ୍ତୀ ପ୍ରଶ୍ନ ଅଛି ଦେଖିବା କଣ ଦେଇଛି, why did Indians boycott the Simon Commission which arrived in 1928 ବା 1928 ମସିହାରେ ପହଞ୍ଚିଥିବା ସାଇମନ କମିଶନକୁ ଭାରତୀୟ ମାନେ କାହିଁକି ବର୍ଜନ କଲେ? ଟିକେ ଆଗରୁ କହିକି ଆସିଥିଲେ ଫାଷ୍ଟ କ୍ୱେଶ୍ଚନରେ 1928 ମସିହାରେ ସାଇମନ କମିଶନ ଆସିଥିଲା, କିନ୍ତୁ ଆମର ଯୋଉ ଇଣ୍ଡିଆନ ମାନେ କାହିଁକି ତାକୁ ବୟକଟ କଲେ? ଅପସନ କଣ ଦେଇଛି, ଏହା ସମ୍ପୂର୍ଣ୍ଣ ସ୍ୱରାଜ ପ୍ରାଧାନ୍ୟ କରିନଥିଲା, ନା ଏଥିରେ କୌଣସି ଭାରତୀୟ ସଦସ୍ୟ ନଥିଲେ, ଅପସନ ନମ୍ବର ସି ଦେଲା ଏହା ହିନ୍ଦୁ ମୁସଲିମ ବିଭାଜନକୁ ସମର୍ଥନ କରୁଥିଲା, ନା ଏହାର ନେତୃତ୍ୱ ଜେନେରାଲ ଡାୟର ନେଇଥିଲେ ହେଲା। କାହିଁକି ଆମର ସାଇମନ କମିଶନକୁ ଇଣ୍ଡିଆ
इंडियन माने बॉयकॉट कले सठी उत्तरटी कोन हबो ऑप्शन नंबर बी रे कोन अछि हमर एथरे कोनोसी भारतीय सदस्य नथिले हला साइमन कमिशन हम बेले क्वेश्चन पचारे जे केते तार मेंबर थिले ना 7 जण मेंबर थिले जोंथरे कि हमर कोनोसी प्रकार इंडियन सेतरे नथिले तेनो सेत पय कोन बोले जे जेहेतु इंडिया साइमन कमिशन को इंडिया रो कोन काम गुडा को बा कोन पय आंदोलन होउची भलो काम पय रखाइतला किंतु इंडियन माने कोन बोले जेहेतु इंडिया पय हेइ तनो सेत तो इंडिया लोक रहे दरकार कोन दरकार कोन नै से तो इंडियन को दरकार तेनो सेत पय से माने कोन कले साइमन गो बैक हमर स्लोगन देकी आरंभ कले जो साइमन माने ताको वर्जन कले हला आ सेमती सब देछि पूर्ण स्वराज वा डिक्लेयर्ड बाय द आईएनसी आफ्टर द बॉयकॉट 1929 हला पूर्ण स्वराज डिमांड जो टिके आगर कहि के आथि हिंदू मुस्लिम डिवीजन वाज टिपिकली कॉलोनियल एक्ट एटा सब रहिला हला आ तो सेटा को डिक्लेयर आपन को डिस्कशन कर देछि तेनो सेटा को दरकार नै डबल हे जिवो परवर्ती क्वेश्चन अछि कोन देखिबा इन व्हिच हिस्टोरिक सेशन डिड द इंडियन नेशनल कांग्रेस पास द पूर्ण स्वराज रिजोल्यूशन हला टिके आगर सेटा कहि के आसिले हला केउ ऐतिहासिक अधिवेशन रे भारतीय जातीय कांग्रेस पूर्ण स्वराज रो संकल्प पास करथिला सेटा कि पूर्ण स्वराज रो डिमांड करथिला ऑप्शन रे कोन देला 1920 मसिया नागपुर अधिवेशन रे उने होची 1924 मसिया बेलगांव अधिवेशन रे आ होची 1929 मसिया लाहौर अधिवेशन रे ना 1931 मसिया कराची अधिवेशन रे तेनु पूर्ण स्वराज ता रिजोल्यूशन ता कोठी पास करथिला को सेशन रे सठी उत्तर देबो ऑप्शन नंबर सी ताकि लाहौर सेशन रे कहि के आस्थिल टिके 1929 मसिया जो लाहौर सेशन हितला सेठी कहा द्वारा हितला ना जवाहरलाल नेहरू द्वारा एटाই মনে রাখবে আইএনসি রহিতলা কাহা দ্বারা না জवाहरलाल नेहरू द्वारा पूर्ण स्वराज डिमांड हितला डिसेंबर मसिया 1929 मसिया रहितला हला माने से डिक्लेयर करथिले आ अनफील्ड करथिले माने पताका उडैथिले ट्राई कलर जो हमर पताका अछि त्रिरंगाटा कोउठी ना रिवर ऑफ रवि रिवर नदी कूल रे से डिक्लेयर करथिले बेले क्वेश्चन पचारे जे प्रथम स्वाधीनता दिवस केबे पालन हेतिला मन रखिबे ए जो जनवरी 26 मसिया 1930 मसिया हला सेहि दिन प्रथम इंडिपेंडेंस डे पालन हेतिला एटा बहुत इंपोर्टेंट पॉइंट हला बेले क्वेश्चन पचारे भारत रे केबे प्रथम स्वाधीनता दिवस पालन हेतिला ना 1930 मसिया जनवरी 26 समस्त मार दे 1947 मसिया अगस्त 15 तारिख ना ता पूर्वरु माने पालन करथिले सेही पूर्ण स्वराज हमर डिक्लेयर करिक जाइथिले तेनु मन रखिबे प्रथम इंडिपेंडेंस केबे जनवरी 26 तारिख 1930 मसिया आ जो रहिला नागपुर सेशन जेडी 1920 रे सेठी कोन हेतिला नॉन कोऑपरेशन प्रोग्राम आरंभ हेतिला बेलगांव सेशन हेतिला कोन एम्ति गोटे सेशन 1924 मसिया रे जोंतरे कि महात्मा गांधी तांकर सेठी प्रेसिडेंट हेतिले हला एटा इंपोर्टेंट अछि बेलगांव रे महात्मा गांधी प्रेसिडेंट हेतिले आ कराची सेशन ले कोन हेतिला गांधी यूनियन पैक्ट पास्ट हेतिला रिजोल्यूशन में हमरो से जो कराची सेशन ले गांधी जी कहितले जे मु यूरोइन सहित गोटे चुक्ति करिवि हला परवर्ती क्वेश्चन अछि कोन देखिया द हिस्टोरिक दांडी मार्च लॉन्च्ड बाय महात्मा गांधी मार्क द बिगिनिंग ऑफ व्हिच मोमेंट हला महात्मा गांधी को द्वारा आरंभ होइतिला ऐतिहासिक दांडी यात्रा केउ आंदोलन रो आरंभ को चिन्हित करथिला बहुत बढ़िया क्वेश्चन थिला जे दांडी मार्च जो आरंभ करथिला सेटा को आंदोलन रो आरंभ करथिला ऑप्शन कोन दिला खिलाफत आंदोलन स्वदेशी आंदोलन आईन अमान्य आंदोलन ना होची भारत छाड़ो आंदोलन बा क्विट इंडिया मूवमेंट हला तो जो दांडी मार्च ता महात्मा गांधी डिक्लेयर करथिला कोथि पई ना ऑप्शन नंबर सी जेटा कि आईन अमान्य आंदोलन बा सिविल डिसओबीडियंस मूवमेंट हला एटा आरंभ होइतिला केबे ना ऑन मार्च 22 1930 मन रखिबे मार्च 12 तारिख 1930 मसिया रे हमर दांडी मार्च आरंभ होइतिला ला कोठू ना साबरमती आश्रम रु हमर दांडी पर्यंत बेले क्वेश्चन पचारे जे जेतबे आरंभ होला आंदोलनटा से तांको पाखरे केते जण लोक थिले बा फॉलोअर्स थिले ना 78 जण हला 78 जण हमर फॉलोअर्स थिले मार्च 22 तारिख 1930 मसिया साबरमती आश्रम पाखरो दांडी पर्यंत हमर मार्च आरंभ होला हला कोन पय ना ब्रेकिंग द सॉल्ट लॉ जेतु इंग्लिश माने लूण ऊपर भी टैक्स लगैतिले तेनु से पय कोन हला से कहले मु लूण को निजे हाथ रे लूण उठे की साइनटा को भांगी जेमति की ऑफिशियली सेटा भंगा हला केबे ना अप्रैल 6 मसिया 1930 मार्च 12 रे बाहरले आ अप्रैल 6 तारिख रे 1930 रे कोन हला ना सेटा ऑफिशियली भांगिले तापरे जो खिलाफत मूवमेंट रहला खिलाफत मूवमेंट 1919 मसिया रहितला सपोर्टेड टू ऑटोमन खलीफ को जो हमरो ये पर क्वेश्चन ता छिला खलीफ को सपोर्ट करिया पई हमरो खलीफत मूवमेंट 1919 मसिया रे स्टार्ट हितला तापरे जो स्वदेशी मूवमेंट 1905 मसिया रे बॉयकॉट करिया पई जो हमरो ब्रिटिश गुड्स उडा को अछि ब्रिटिश जिनिस अछि हला सेउडा को आउ जो मंगल पार्टीशन जाऊ कोन करिया पई बेंगल जो पार्टीशन लॉर्ड करचन डिक्लेयर करथिल ताकू बॉयकॉट करिया पई हमरो स्वदेशी मूवमेंट आरंभ होइतिला आ क्विट इंडिया मूवमेंट डिमांड करिया पई जो ब्रिटिश पाखरे हमरो भारत छाड़ो करिया पई हमरो 1942 मसिया रे स्टार्ट हितला बुझी पाले तापरे क्वेश्चन ता देखिया कोन देइछि हु वाज द लीडर ऑफ द सॉल्ट सत्याग्रह इन इंचुडी ओडिसा हला जेमति कि आपण इंडिया रे कहली सेमति ओडिसा रे आसला ओडिसा रे इंचुडी थारे लवण सत्याग्रह रो नेता की थिले हला ऑप्शन रे कोन देला हरे कृष्ण महताब आ गोपबंधु चौधरी सुरेंद्रनाथ त्रिवेदी नाउजी रमा देवी हला बहुत बढ़िया क्वेश्चन एटा बेले बेले इंडिया रे आपण जानिथिबे किंतु ओडिसा बेले भूल हे जाय त सेटा बढ़िया क्वेश्चन दी देला जे हमर जो सॉल्ट सत्याग्रहटा हमर ओडिसा रे हितला सेठी लीडर की थिले ऑप्शन नंबर बी रे कोन अछि गोपबंधु चौधरी हला गोपबंधु चौधरी हमर ओडिसा रे जो सॉल्ट सत्याग्रह हितला तार प्रोमिनेंट लीडर जने थिले
ଗୋପବନ୍ଧୁ ଚୌଧୁରୀ ଲିଡ୍ ଦ ସଲ୍ଟ ସତ୍ୟାଗ୍ରହ ମାର୍ଚ୍ଚ ଫ୍ରମ୍ କଟକରୁ ବାହାରିକି ଇଞ୍ଚୁଡ଼ି ଯାଇକି ବାଲେଶ୍ୱର ଇଞ୍ଚୁଡ଼ି ଅଛି ହେଲା ସେତିକି ପର୍ଯ୍ୟନ୍ତ ଯାଇଥିଲେ। ଇଞ୍ଚୁଡ଼ି ବିକମ୍ ଦ ହିଷ୍ଟୋରିକାଲ ସେକେଣ୍ଡ ମୋଷ୍ଟ ସକ୍ସେସଫୁଲ ସାଇଟ୍ ମ୍ୟାନୁଫ୍ୟାକ୍ଚରିଂ ଦ ଲିଗାଲ ସଲ୍ଟ ଆଫ୍ଟର ଦ ଦାଣ୍ଡି ହେଲା। ତାପରେ ଯୋଉ ହରେକୃଷ୍ଣ ମହତାବ ରହିଲେ ସିଏ କଣ କଲେ ଆକ୍ଟିଭଲି ଅର୍ଗାନାଇଜ ଦ ବାଲେଶ୍ୱର କ୍ୟାମ୍ପସ ହେଲା ବାଲେଶ୍ୱର କ୍ୟାମ୍ପ କରିବା ପାଇଁ ହରେକୃଷ୍ଣ ମହତାବ ସାହାଯ୍ୟ କରିଥିଲେ। ସୁରେନ୍ଦ୍ରନାଥ ଯୋଉ ତ୍ରିବେଦୀ ରହିଲେ ସିଏ ଅପରେଟ ଦ ଅଣ୍ଡରଗ୍ରାଉଣ୍ଡ ରେଡିଓ ଡ୍ୟୁରିଂ ଦ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ଇଏ ବି ଜଣେ ଭଲ ଲିଡର ଥିଲେ ଯିଏକି କ୍ୱିଟ୍ ଇଣ୍ଡିଆ ଟାଇମରେ ଅଣ୍ଡରଗ୍ରାଉଣ୍ଡ ରେଡିଓ ସବୁ ମାନେ କୋଉଠି କଣ ସବୁ ହଉଛି ସେଟାକୁ ଆନ୍ଦୋଳନକାରୀକୁ ଜଣେଇବା ପାଇଁ ଯୋଉ ଓଡିଶାରେ ସୁରେନ୍ଦ୍ରନାଥ ତ୍ରିବେଦୀ ସେ କାମ କରିଥିଲେ। ରମାଦେବୀ ୱାଜ ଦ ଲିଡିଂ ଦ ଫିମେଲ ଫ୍ରିଡମ ଫାଇଟର ହୁ ଜଏଣ୍ଟ ଲେଟର ଦ ଷ୍ଟେଜେସ୍ ଇନ୍ ଇଞ୍ଚୁଡି ହେଲା। ରମାଦେବୀ କଣ କରିଥିଲେ ମାନେ ଏଇ ଯୋଉ ଫିମେଲ ମାନଙ୍କ ଭିତରେ ବହୁତ ଭଲ ନେତ୍ରୀ ଥିଲେ ଯିଏକି ତାପରେ ଜଏନ ହେଲେ କିନ୍ତୁ ଲିଡର କିଏ ଥିଲେ ନା ଗୋପବନ୍ଧୁ ଚୌଧୁରୀ ହେଲା ମନେ ରହିଲା। ତାପରେ କ୍ୱେଶ୍ଚିନ୍ ଟା ହୁ which pact lead the suspension of the civil disobedience movement and the attendance of the INC at the second round table conference ହେଲା। କୋଉ ଚୁକ୍ତି ନାମା ଆଇନ ଅମାନ୍ୟ ଆନ୍ଦୋଳନର ସ୍ଥଗିତ ଏବଂ ଦ୍ୱିତୀୟ ଟେବୁଲ ବୈଠକ ଆଇଏନସି ର ଯୋଗଦାନ ପାଇଁ ବାଟ ଫିଟାଇଥିଲା ହେଲା। କୋଉ ଚୁକ୍ତି ଦ୍ୱାରା କଣ ହେଲା ନା ଆଇନ ଅମାନ୍ୟ ଆନ୍ଦୋଳନ ଯାହାକି ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ ଟିକେ ଆଗରୁ କହି ଆସିଲେ ସେଟାକୁ ମୁଭମେଣ୍ଟ ଟାକୁ ବନ୍ଦ ହେଲା ଆଉ ସେକେଣ୍ଡ ରାଉଣ୍ଡ ଟେବୁଲ କୁ କନଫରେନ୍ସ କୁ ପୁରା ବାଟ ଫିଟେଇଲା ଯେ ସେଠି ଯିବା ହବ ବୋଲି। ଫାର୍ଷ୍ଟ ଯେହେତୁ ହେଇନଥିଲା କେହି ଫାର୍ଷ୍ଟ ରାଉଣ୍ଡ ଟେବୁଲ କନଫରେନ୍ସ କେହି ଆମର ଆଇଏନସି ର କେହି ଯାଇନଥିଲେ ବା ଇଣ୍ଡିଆର କୋଉ ଯାଇନଥିଲେ ସେଥିପାଇଁ କଣ ହେଇଥିଲା ବନ୍ଦ ହେଇଯାଇଥିଲା ସସ୍ପେଣ୍ଡ ହେଇଯାଇଥିଲା। ତାପରେ ସେକେଣ୍ଡ ରାଉଣ୍ଡ ଟେବୁଲ ବୈଠକ ବା ଦ୍ୱିତୀୟ ଯୋଉ ଗୋଲ ଟେବୁଲ ବୈଠକରେ ଯିବା ପାଇଁ କୁହାଯାଇଥିଲା। ତେଣୁ ସେଇଟା କୋଉ ଚୁକ୍ତି ଅନୁସାରେ ପୁନା ଚୁକ୍ତି ଅନୁସାରେ ଗାନ୍ଧୀ ୟୁରିନ ଚୁକ୍ତି ଅନୁସାରେ ଲକ୍ଷ୍ନୌ ଚୁକ୍ତି ଅନୁସାରେ ନା ସିମଲା ଚୁକ୍ତି ଅନୁସାରେ। ତେଣୁ ବଢିଆ କ୍ୱେଶ୍ଚନ ଏଟା ଦେଲା ହେଲା। ୟାର ସଠିକ ଉତ୍ତରଟା କଣ ହବ କୋଉ ଚୁକ୍ତି ଅନୁସାରେ ହେଲା ନା ଅପସନ ନମ୍ବର ବି ଯାହାକି ଗାନ୍ଧୀ ୟୁରିନ ଚୁକ୍ତି ସେଟା ଟିକେ ଆଗରୁ କହିକି ଆସିଲେ ଆପଣଙ୍କୁ କେତେ ମସିହାରେ 1931 ମସିହାରେ ହେଇଥିଲା। ଗାନ୍ଧୀ ୟୁରିନ ପାକ୍ଟ ଅନୁସାରେ ଆମର ଗାନ୍ଧିଜୀ କଣ କହିଲେ ଯେ ଆମେ ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ ଟାକୁ କଣ କରିବା ନା ବନ୍ଦ କରିଦବା ଆଉ ତାଙ୍କର କିଛି ଡିମାଣ୍ଡ ଗୁଡାକ ଥିଲା ଆଉ କଣ କହିବା ସେକେଣ୍ଡ ରାଉଣ୍ଡ ଟେବୁଲ କନଫରେନ୍ସ ଯୋଉ ଲଣ୍ଡନ ରେ ହବାକୁ ଥିଲା ସେଠି ସେ ଜଏନ କରିବେ ହେଲା। ତେଣୁ କୋଉ ଅନୁସାରେ ନା ଗାନ୍ଧୀ ୟୁରିନ ଚୁକ୍ତି ଅନୁସାରେ ପୁନା ପାକ୍ଟ ସେଟା ଯୋଉ କହିକି ଆସିଲି 1932 ମସିହାରେ ହେଇଥିଲା ଆମର ଯୋଉ ବାବା ସାହେବ ଆମ୍ବେଦକର ଆଉ ଯୋଉ ଗାନ୍ଧିଜୀଙ୍କ ସହିତ ହେଲା। କଣ ପାଇଁ ହେଇଥିଲା ନା ଆମର ବାବା ସାହେବ ଆମ୍ବେଦକରଙ୍କୁ କଣ କହିଥିଲେ ନା କମ୍ୟୁନାଲ ଆୱାର୍ଡ ଦେଇଥିଲେ ଯାହା ଦ୍ୱାରା କି ସେ କଣ କଲେ ଯେ ଡିପ୍ରେସଡ କ୍ଲାସ ବା ଏସସି ଏସଟି ମାନଙ୍କୁ କେବଳ ତାଙ୍କରି ଲିଡର ମାନେ ଛିଡା ହେବେ ସେଇମାନେ ହିଁ ଭୋଟ ଦେବେ ଅଲଗା ଲୋକମାନଙ୍କ ପାଇଁ ଅଲଗା ଲିଡର ରହିବେ। ତେଣୁ ଗାନ୍ଧିଜୀ କଣ କଲେ ଯଦି ଏମିତି ହବ ତାହେଲେ କଣ ଆମ ଇଣ୍ଡିଆ ସମାନ ଦୁଇ ଭାଗ ହେଇଯିବ। ଗାନ୍ଧୀ ସେଇଟା ଭାବୁନଥିଲେ ତେଣୁ ସେଥିପାଇଁ ସେ ଆମ୍ବେଦକରଙ୍କ ସହିତ ଗୋଟେ ଚୁକ୍ତି କଲେ। ଯୋଉ ପୁନାରେ ସେ ଯେତେବେଳେ ଜେଲରେ ଥିଲେ ହେଲା ସେଠି କଣ କଲେ ଗାନ୍ଧିଜୀ ଆଉ ଆମ୍ବେଦକର ସହ ଚୁକ୍ତି ହେଲା ସେଟାକୁ ଆମର ପୁନା ପେକ୍ଟ ବୋଲି କୁହାଯାଏ। ତାପରେ ଲକ୍ଷ୍ନୌ ପେକ୍ଟ ହେଲା ଯୋଉଥିରେ କି ଆମର ଲକ୍ଷ୍ନୌ ପେକ୍ଟ ଅଛି ଗୋଟେ ଅପସନ ନମ୍ବର ସି। ଲକ୍ଷ୍ନୌ ପେକ୍ଟରେ କଣ ହେଇଥିଲା ନା ମଡରେଟର ଆଉ ଏକ୍ସଟ୍ରିମିଷ୍ଟ ଯେଉଁମାନେ କି ସୁରତ ସ୍ପିଡ ଅଲଗା ହେଇଯାଇଥିଲେ ସେମାନେ ମିଶିଗଲେ କୋଉଠି ନା ଆମର ହଉଛୁ ଲକ୍ଷ୍ନୌ ପେକ୍ଟରେ ହେଲା। ତେଣୁ 1916 ମସିହାରେ ମନେ ରଖିଥିବେ ଲକ୍ଷ୍ନୌ ପେକ୍ଟରେ ଏକ୍ସଟ୍ରିମିଷ୍ଟ ଆଉ ଯୋଉ ମଡରେଟର ଚରମପନ୍ଥୀ ନରମପନ୍ଥୀ ଦି ଜଣ ମିଶି ଯାଇଥିଲେ। ତାପରେ ଆସିଲା ସିମଲା କନଫରେନ୍ସ। ସିମଲା କନଫରେନ୍ସ 1945 ମସିହାରେ ଯୋଉଟା କି ଆମର କଣ ଯୋଉ ଭାରତ ବିଭାଜନ ପରେ ତାର ଯୋଉ ଡିସ୍କସନ କରିବା ପାଇଁ ୱେଭଲ ପ୍ଲାନ ଯେ ତାଙ୍କର ସେ କଣ କେମିତି ବିଭାଜନ ହବ ଇଣ୍ଡିଆକୁ ଦୁଇ ଭାଗ ହବ ସେଇଟା ପାଇଁ ପ୍ଲାନ ଆଣିଥିଲେ। ସେଥିପାଇଁ କଣ କୁହାଯାଏ ସିମଲା ଆମର କନଫରେନ୍ସ ବା ୱେଭଲ ପ୍ଲାନ ମଧ୍ୟ କୁହାଯାଏ ହେଲା। ପରବର୍ତ୍ତୀ କ୍ୱେଶ୍ଚନ ଅଛି କଣ ଦେଖିବା ହୁ ଗିଭ୍ ଦ କଲ୍ ଡୁ ଅର ଡାଇ ହେଲା। ଏ ଯୋଉ କର ବା ମର ସେଟା କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟରେ କିଏ ଡାକରା ଦେଇଥିଲେ ଭାରତ ଛାଡ ଆନ୍ଦୋଳନରେ ସମୟରେ କିଏ କର ବା ମର ଡାକରା ଦେଇଥିଲେ ହେଲା। ବହୁତ ବଢିଆ କ୍ୱେଶ୍ଚନ ଏଇ ସ୍ଲୋଗାନ ଟା ଦେଇଥିଲେ କିଏ ସୁଭାଷ ଚନ୍ଦ୍ର ବୋଷ ଜବାହରଲାଲ ନେହେରୁ ମହାତ୍ମା ଗାନ୍ଧୀ ନା ହଉଛି ଭଗତ ସିଂ ହେଲା। କର ବା ମର ଡୁ ଅର ଡାଇ ଏଇ ଯୋଉ ସ୍ଲୋଗାନ ଟା ଦେଇଥିଲେ କିଏ ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ସି ଯାଇକି ମହାତ୍ମା ଗାନ୍ଧୀ ଡୁ ଅର ଡାଇ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟରେ ବେଳେ ପଚାରିଦିଏ କୋଉ ମୁଭମେଣ୍ଟରେ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ବା ଆମର ଭାରତ ଛାଡ ଆନ୍ଦୋଳନରେ ମହାତ୍ମା ଗାନ୍ଧୀ ଦେଇଥିଲେ ଯୋଉଟା କି ଅଗଷ୍ଟ 8 1942 ମସିହାରେ ଗ୍ୱାଲିୟର ଟ୍ୟାଙ୍କ ପାଖରେ ମଇଦାନ ଯୋଉ ବମ୍ବେରେ ଅଛି ସେଇଠି ସେ ଡାକରା ଦେଇଥିଲେ। ଏଇଟା ବି ପଚାରି ପାରେ ଟିକେ ଦେଖିଥିବେ ଗ୍ୱାଲିୟର ଟ୍ୟାଙ୍କ ଯୋଉ ଆମର ବମ୍ବେରେ ଅଛି ସେଇଠି ଆମର ଡୁ ଅର ଡାଇ ର ଡାକରା ଦେଇଥିଲେ ମହାତ୍ମା ଗାନ୍ଧୀ। ତାପରେ ସୁଭାଷ ଚନ୍ଦ୍ର ବୋଷ କୋଉ ସ୍ଲୋଗାନ ଦେଇଥିଲେ ନା ଜୟ ହିନ୍ଦର ସ୍ଲୋଗାନ ଦେଇଥିଲେ। ଗିଭ୍ ମି ଦ ବ୍ଲଡ ଆଇ ୱିଲ ଗିଭ୍ ୟୁ ଦ ଫ୍ରିଡମ ଏଇଟା ଦେଇଥିଲେ। କିନ୍ତୁ ଏଇ ଯୋଉ ଇମ୍ପୋର୍ଟାଣ୍ଟ ହଉଛି କଣ ଜବାହରଲାଲ ନେହେରୁ କଣ ଦେଇଥିଲେ ଜବାହରଲାଲ ଦେଇଥିଲେ କଣ ଟ୍ରଷ୍ଟ ୱିଥ ଡେଷ୍ଟିନି ହେଲା। ଏଇ ସ୍ଲୋଗାନ ଟା ଦେଇଥିଲେ କିଏ ନା ଜବାହରଲାଲ ନେହେରୁ। ଭଗତ ସିଂଙ୍କର କଣ ଥିଲା ନା ଇନକ୍ଲବ ଜିନ୍ଦାବାଦ। ତେଣୁ ଏଇ ସବୁ ସ୍ଲୋଗାନ ଗୁଡା ଟିକେ ଇମ୍ପୋର୍ଟାଣ୍ଟ ଅଛି ଏଗୁଡା ସବୁ ଇନକ୍ଲବ ଆଉ ଆଇ ୱିଲ ଗିଭ୍ ୟୁ ଫ୍ରିଡମ ଏଇଟା ତ ମନେ ରହିପାରିବ କିନ୍ତୁ ଜବାହରଲାଲ ଟା ଇମ୍ପୋର୍ଟାଣ୍ଟ ଯଦି ପଡିଯାଏ ଟ୍ରଷ୍ଟ ୱିଥ ଡେଷ୍ଟିନି ହେଲା ଏଇଟା ଦେଇଥିଲେ କି ଜବାହରଲାଲ ନେହେରୁ। ପରବର୍ତ୍ତୀ କ୍ୱେଶ୍ଚନ ଅଛି ହୁ ଇଜ ନୋନ୍ ଏଜ ଦ ଲକ୍ଷ୍ମୀ ବାଇ ଅଫ ଓଡିଶା ହେଲା ଫର ହାର ଭ୍ୟାଲୁଅର ଇନ ଦ ଫ୍ରିଡମ ଷ୍ଟ୍ରଗଲ। ସ୍ୱାଧୀନତା ସଂଗ୍ରାମର ବୀରତ୍ୱ ପାଇଁ କାହାକୁ ଓଡିଶାର ଲକ୍ଷ୍ମୀ ବାଇ ବୋଲି କୁହାଯାଏ। ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଏଟା ଓଡିଶାରେ ଯେତେବେଳେ ଫ୍ରିଡମ ଷ୍ଟ୍ରଗଲ କ୍ୱେଶ୍ଚନ ପଡିବ ବହୁତ ଇମ୍ପୋର୍ଟାଣ୍ଟ ହେଲା। ତେଣୁ ଆମର ଓଡିଶାର ଲକ୍ଷ୍ମୀ ବାଇ କାହାକୁ କହୁଥିଲେ ଅପସନ କଣ ଦେଇଛି ମାଳତୀ ଚୌଧୁରୀ
ପାର୍ବତୀଗିରି ନା ହଉଛି କୁନ୍ତଳା କୁମାରୀ ସାବତ ନା ହଉଛି ରମା ଦେବୀ। ତେଣୁ ଆମେ ଓଡିଶାର ଲକ୍ଷ୍ମୀ ବାଇ ବୋଲି କାହାକୁ କହିଥାଉ? ସଠିକ ଉତ୍ତରଟି କଣ ହବ ନା ଅପସନ ନମ୍ବର ବି ରେ କଣ ଅଛି ଆମର ନା ହଉଛି ପାର୍ବତୀ ଦେବୀ ହେଲା। ପାର୍ବତୀ ଦେବୀ କଣ କୁହାଯାଏ? ଓଡିଶାର ଲକ୍ଷ୍ମୀ ବାଇ। କାହିଁକି କୁହାଯାଏ? ନା ପାର୍ବତୀ ଦେବୀ ଏନ୍ ଏକ୍ସେପସନାଲ ୟଙ୍ଗ ନ୍ୟାସନାଲିଷ୍ଟ ଫ୍ରମ ଦ ବରଗଡ଼ ବେଳେ ପଚାରେ ପାର୍ବତୀଗିରି କୋଉଠି ଆସିଲା? ନା ବରଗଡ଼ରୁ was widely titled the Lakshmi Bai of Odisha due to the aggressive anti-British campaign and leadership during the Quit India movement ହେଲା। କଣ ହେଇଥିଲା ନା ଯୋଉ ଭାରତ ଛାଡ ଆନ୍ଦୋଳନ ହେଇଥିଲା ସେଇ ସମୟରେ ତାଙ୍କର ଏଗ୍ରେସିଭ ଏଣ୍ଟି ବ୍ରିଟିଶ ମାନେ ଆମର କଣ ବ୍ରିଟିଶ ମାନଙ୍କ ବିପକ୍ଷରେ ଯୋଉ ଆନ୍ଦୋଳନର ସ୍ଲୋଗାନ ସବୁ ଥିଲା ବା ଲିଡରସିପ ପାଇଁ ତାଙ୍କୁ କଣ କୁହାଯାଉଥିଲା? ଓଡିଶାର ଲକ୍ଷ୍ମୀ ବାଇ ବୋଲି କୁହାଯାଉଥିଲା ହେଲା। ଏଇଟା ଆମର ପାର୍ବତୀଗିରିଙ୍କ ବିଷୟରେ ଜାଣିଲେ ବରଗଡ଼ରୁ ଥିଲେ ଆଉ ତାଙ୍କୁ କଣ ପାଇଁ ନା ମୋର କୁଇଟ ଇଣ୍ଡିଆ ମୁଭମେଣ୍ଟ ପାଇଁ ତାଙ୍କୁ ଓଡିଶାର ଲକ୍ଷ୍ମୀ ବାଇ କୁହାଯାଉଥିଲା। କିନ୍ତୁ ମାଳତୀ ଚୌଧୁରୀ କଣ ଥିଲା? ୱାଜ ଦ passionate socialist leader କୁନ୍ତଳା କୁମାରୀ ସାବତ ୱାଜ ଦ legendary poetry nationalist poet ହେଲା। ଆଉ ଯୋଉ ରମା ଦେବୀ ଅଛନ୍ତି ଇଜ ଦ କଲ୍ଡ ଦ ମା ହେଲା। ମାନେ ଯୋଉ ନାଁ ଗୁଡାକ ଟିକେ ମନେ ରଖିଛି ଯେମିତି କି ମାଳତୀ ଚୌଧୁରୀ କଣ କହୁଥିଲା? କୁନ୍ତଳା କୁମାରୀ ସାବତ ବୋଲି କହୁଥିଲା। ଆଉ ଯୋଉ ଆମର ରମା ଦେବୀ କଣ କହୁଥିଲା? ଓଡିଶାର ଯଦି ମା ବୋଲି କାହାକୁ କୁହାଯାଏ? ଓଡିଶାର ମା ବୋଲି ଯଦି କୁହାଯାଏ କାରଣ କିଏ ହେବ? ନା ରମା ଦେବୀ କୁହାଯାଏ। ଏଇଟା ବି ଇମ୍ପୋର୍ଟାଣ୍ଟ ଅଛି ଯେ ଓଡିଶାର ମା ବୋଲି କାହାକୁ କହୁଥିଲେ? କୋଉ ଆମର ଫ୍ରିଡମ ଷ୍ଟ୍ରଗଲ ବା ଆମର କୋଉ ଲୋକକୁ ସ୍ୱାଧୀନତା ସଂଗ୍ରାମୀ କୁହାଯାଉଥିଲା ବୋଲି? ନା ରମା ଦେବୀକୁ କୁହାଯାଉଥିଲା ଭାରତର ମା ବୋଲି କୁହାଯାଉଥିଲା। ପରବର୍ତ୍ତୀ କ୍ୱେଶ୍ଚନ ରହିଲା ଆମର ଦ ରିଭୋଲ୍ୟୁସନାରୀ ଅର୍ଗାନାଇଜେସନ ଅଭିନବ ଭାରତ ସୋସାଇଟି ୱାଜ ଫାଉଣ୍ଡେଡ ବାଇ ହୁମ ଇନ 1904 ହେଲା। 1904 ମସିହାରେ ବିପ୍ଳବ ସଂଗ୍ରାମ ସଂଗଠନ ଅଭିନବ ଭାରତ ସମିତି ଯୋଉଟା ରହିଥିଲା କାହା ଦ୍ଵାରା ପ୍ରତିଷ୍ଠା ହେଇଥିଲା ହେଲା। ଅପସନ କଣ ଥିଲା? ଭଗତ ସିଂ, ବି ଡି ସବରକର, ଆଉ ଜି ବୀରେନ୍ଦ୍ର କୁମାର ନା ହଉଛି ଚନ୍ଦ୍ରଶେଖର ଆଜାଦ। ଯୋଉ ଆମର ଅଭିନବ ଭାରତ ସମିତି କାହା ଦ୍ଵାରା ପ୍ରତିଷ୍ଠା ହେଇଥିଲା 1904 ମସିହାରେ? ସଠିକ ଉତ୍ତର ହବ କଣ? ନା ଅପସନ ନମ୍ବର ବି ଦେଖୁଛି ବି ଡି ସବରକର। ଯୋଉ ବିନାୟକ ଦାମୋଦର ସବରକର along with ତା ବ୍ରଦର ଗଣେଶ ସବରକର ଫାଉଣ୍ଡେଡ ଦ ଅଭିନବ ଭାରତ ହେଲା। ଆମର ବିଡି ସବରକର ଆଉ ଯୋଉ ଆମର କଣ କହିଲେ ନା ହଉଛି ଗଣେଶ ସବରକର ଦି ଜଣ ଭାଇ ଥିଲେ। ଦି ଜଣ ମିଶିକି କଣ କରିଥିଲେ? ଅଭିନବ ଭାରତ ଯୋଉ ସମିତିଟାକୁ ବିପ୍ଳବୀ ସଂଗଠନକୁ 1904 ମସିହାରେ ସୃଷ୍ଟି କରିଥିଲେ। କଣ ପାଇଁ? ରିଭୋଲ୍ୟୁସନାରୀ ସୋସାଇଟି 1904 which grow from the ନାସିକ ହେଲା। ନାସିକରୁ ସେମାନେ ଷ୍ଟାର୍ଟ କରିଥିଲେ ଏ ଯୋଉ ବିପ୍ଳବଟା ହେଲା। ଆଉ ଭଗତ ସିଂ ଫ୍ରମ ଦ ନୂଆଜାନ ଭରତ ସଭା ହେଲା। ଏଟା ମନେ ରଖିଥିବେ ଭଗତ ସିଂ କଣ ତିଆରି କରିଥିଲେ? ନା ହଉଛି ନୂଆଜାନ ଭାରତ ସଭା। ଆଉ ଯୋଉ କଣ ରହିଲେ ନା ହଉଛି ବୀରେନ୍ଦ୍ର କୁମାର ଘୋଷ ଆସୋସିଏଟେଡ ୱିଥ ଦ ଆନସୁଲ ସମିତି ହେଲା। ଆନୁସୁଆଲ ସମିତି ତିଆରି କରିଥିଲେ କି? ନା ହଉଛି ବୀରେନ୍ଦ୍ର କୁମାର ଘୋଷ। ଚନ୍ଦ୍ରଶେଖର ଆଜାଦ କଣ କରିଥିଲେ? ନା ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ଯେ ଏଟା କଣ HSRA ତାର ଲିଡର କିଏ ଥିଲେ? ଚନ୍ଦ୍ରଶେଖର ଆଜାଦ ହେଲା। ଏଗୁଡ଼ା ସବୁ ଟିକେ ଟିକେ ମନେ ରଖିଥିବେ। ଲେଖି ଦଉଥିବେ ଟିକେ ଯଦି ମନେ ନାହିଁ ଏକଦମ PDF ମୁଁ ଦେଇଦେବି ତଳେ ଡେସକ୍ରିପସନ ଟେଲିଗ୍ରାମ ଲିଙ୍କ ଅଛି ଜଏନ ହେଇଯାନ୍ତୁ ସେଠି ତ ମୁଁ ଦେବି ଏଗୁଡାକ ଆପଣ ପରେ ବି ଦେଖିପାରିବେ ହେଲା। ପରବର୍ତ୍ତୀ କ୍ୱେଶ୍ଚନ ରହିଲା ହୁ ୱାଜ ଦ ପଲିଟିକାଲ ଗୁରୁ ଅଫ ମହାତ୍ମା ଗାନ୍ଧୀ ହେଲା। ଇଜି କ୍ୱେଶ୍ଚନ ହେଇଗଲା ମହାତ୍ମା ଗାନ୍ଧୀଙ୍କ ରାଜନୈତିକ ଗୁରୁ ବୋଲି କାହାକୁ କୁହାଯାଉଥିଲା? ତଥାପି କହିଦେଉଛି ଅପସନ ଗୁଡାକ ବାଳ ଗଙ୍ଗାଧର ତିଲକ କୁହାଯାଉଥିଲା ନା ଗୋପାଳକୃଷ୍ଣ ଗୋଖଲେ କୁହାଯାଉଥିଲା ନା ଚିତ୍ତରଞ୍ଜନ ଦାସ କୁହାଯାଉଥିଲା ନା ରବୀନ୍ଦ୍ରନାଥ ଠାକୁରଙ୍କୁ କୁହାଯାଉଥିଲା? ତେଣୁ ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି ହେଲା ଯେଟା କି ଆମର କଣ ଗୋପାଳକୃଷ୍ଣ ଗୋଖଲେ। ଟିକେ ଆଗରୁ ଡିସ୍କସନ କରି ଆସିଥିଲେ ଯେ ଆମର ମହାତ୍ମା ଗାନ୍ଧୀଙ୍କ ପଲିଟିକାଲ ଗୁରୁ କିଏ? ଗୋପାଳକୃଷ୍ଣ ଗୋଖଲେ ଥିଲେ ହେଲା। ଯିଏ କି ଆମର କଣ ଥିଲେ? ନା ମଡରେଟ ପଲିଟିସିଆନ ବା ନରମପନ୍ଥୀ ବୋଲି କୁହାଯାଉଥିଲା। ଆଉ ଯୋଉ ସିଆର ଦାସ ଯିଏ ରହିଲେ ବା ଚିତ୍ତରଞ୍ଜନ ଦାସ ସିଏ କଣ କରିଥିଲେ? ସୁଭାଷ ଚନ୍ଦ୍ର ବୋଷ ଆଉ ରବୀନ୍ଦ୍ରନାଥ ଟାଗୋର ଏୱାର୍ଡେଡ ଦ ଗାନ୍ଧୀଜୀ ଟାଇଟଲ ମାନେ କଣ? ଗାନ୍ଧୀଜୀଙ୍କୁ ଆମର ବେଳେବେଳେ କ୍ୱେଶ୍ଚନ ପଚାରେ ଗାନ୍ଧୀଜୀଙ୍କୁ ଆମର ମହାତ୍ମାର ଆଖ୍ୟା କିଏ ଦେଇଥିଲେ? ମନେ ରଖିଥିବେ ରବୀନ୍ଦ୍ରନାଥ ଟାଗୋର। ଆଉ ଚିତ୍ତରଞ୍ଜନ ଦାସ ତ ସେମିତି ଏକ୍ସଟ୍ରିମିଷ୍ଟ ଜଣେ ଥିଲେ। ଆଉ ସୁଭାଷ ଚନ୍ଦ୍ର ବୋଷ ବି ସେ ଏକ୍ସଟ୍ରିମିଷ୍ଟ ଥିଲେ। ତେଣୁ ସେଟା ଆଗରୁ ମୁଁ ଡିସ୍କସନ କରିଦେଇଛି। ଏଠି ଇମ୍ପୋର୍ଟାଣ୍ଟ ମନେ ରଖିଥିବେ କଣ? ରବୀନ୍ଦ୍ରନାଥ ଟାଗୋର ଗାନ୍ଧୀଜୀଙ୍କୁ କଣ ଦେଇଥିଲେ? ମହାତ୍ମାର ଆଖ୍ୟା ଦେଇଥିଲେ। ପରବର୍ତ୍ତୀ କ୍ୱେଶ୍ଚନ ଦ ଖଲିପତ ମୁଭମେଣ୍ଟ ୱାଜ ଅର୍ଗାନାଇଜ୍ଡ ଟୁ ପ୍ରୋଟେଷ୍ଟ ଏଗେନ୍ଷ୍ଟ ଦ ଇନଜଷ୍ଟିସ ଡନ୍ ଟୁ ହ୍ୱିଚ୍ କଣ୍ଟ୍ରି? ଟିକେ ଆଗରୁ କହିକି ଆସିଲି ପରେ ଡିକ୍ଲେୟାର କରିବି ଯୋଉଟା କୋଉ ଦେଶ ପ୍ରତି ହୋଇଥିବା ଅନ୍ୟାୟ ବିରୁଦ୍ଧରେ ଖଲିପତ ଆନ୍ଦୋଳନ ଆୟୋଜିତ ହୋଇଥିଲା? ଅପସନ କଣ ଥିଲା? ମିଶର, ତୁର୍କୀ, ଇରାନ ନା ହଉଛି ଆରବ ହେଲା। ଏ ଯୋଉ ଖିଲାଫତ ମୁଭମେଣ୍ଟ ହେଇଥିଲା କୋଉ ଦେଶ ପ୍ରତି ଅନ୍ୟାୟ ହେଇଥିବା ଯୋଗୁଁ ଭାରତରେ ଆମର ଖିଲାଫତ ମୁଭମେଣ୍ଟ ଆରମ୍ଭ ହେଇଥିଲା? ସଠିକ ଉତ୍ତର କଣ ହବ? ନା ଅପସନ ନମ୍ବର ବି ଯେଟା କି ତୁର୍କୀ ହେଲା। ଯୋଉ କିଏ ଲଞ୍ଚ କରିଥିଲେ? ନା ଦି ଜଣ ଅଲି ବ୍ରଦର ଯେମିତି କି ଶକତ ଅଲି ଆଉ ମହମ୍ମଦ। ଏଇଟା ଇମ୍ପୋର୍ଟାଣ୍ଟ ଅଛି ଆମର ଖିଲାଫତ ମୁଭମେଣ୍ଟ କିଏ ଆମର କଣ କରିଥିଲେ? ଲଞ୍ଚ କରିଥିଲେ? ନା ହଉଛି ଦୁଇ ଜଣ ଭାଇ ଯିଏ କି ଶକତ ଅଲି ଆଉ ମହମ୍ମଦ ଅଲି ଖିଲାଫତ ମୁଭମେଣ୍ଟ ଆରମ୍ଭ କରିଥିଲେ। କଣ ପାଇଁ? ନା ପ୍ରେସର ପକେଇବା ପାଇଁ ବ୍ରିଟେନ ଉପରେ ଯୋଉଟା କି ସେମାନଙ୍କର ଅଟୋମନ ଯୋଉ ସୁଲତାନ ଥିଲେ ତୁର୍କୀର ଖଲିଫା ଅସଲିମ ତାଙ୍କ ଉପରେ କଣ ହେଇଥିଲା? ନା ବ୍ରିଟିଶ ଚାପ ପକଉଥିଲା। ତେଣୁ ସେଥିପାଇଁ ୱାର୍ଲଡର ପ୍ରଥମରେ କଣ ହେଲା? ନା ଖିଲାଫତ ମୁଭମେଣ୍ଟ ଏମାନେ ଆରମ୍ଭ କଲେ ଇଣ୍ଡିଆରେ ଯାହା ଫଳରେ ବ୍ରିଟିଶ ଉପରେ ଏମାନେ ଏଠି ପ୍ରେସର ପକେଇକି ଯୋଉ ଅଟୋମନ ସୁଲତାନ ଅଛନ୍ତି ତୁର୍କୀର ତାଙ୍କ ଉପରେ ଯୋଉ ଖଲିଫା ବୋଲି କୁହାଯାଉଥିଲା ତାଙ୍କୁ ତାଙ୍କ ଉପରେ ଅଧିକା ପ୍ରେସର ନ ପକେଇବା ପାଇଁ। ଆଉ ଇଜିପ୍ଟ ଆରବିଆନ ଇରାନ ଆରବିଆନ ଦ ଷ୍ଟ୍ରାଟେଜି ଇସଲାମିକ ଲୋକେସନ ୱାର୍ଲଡ ୱାରରେ ବଟ ତୁର୍କୀ ୱାଜ ଦ ସିଟ୍ ଦ ଅଟୋମନ ଏମ୍ପାୟାର ହୁଜ ସେଇଥିପାଇଁ ସେ କହିଲା ଯେ ଆମର ତୁର୍କୀ ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲେ। ସେ ପାଇଁ ଏମାନେ ଖିଲାଫତ ଆରମ୍ଭ କରିଥିଲେ। ଦୁଇ ଜଣ ଭାଇ ଶକତ ଅଲି ଆଉ ମହମ୍ମଦ ଅଲି। ଏଇଟା ଇମ୍ପୋର୍ଟାଣ୍ଟ ଅଛି ମନେ ରଖିଥିବେ।
ପରବର୍ତ୍ତୀ କ୍ୱେଶ୍ଚନ ରହିଲା ହ୍ୱିଚ୍ prominent freedom fighter from Odisha died the martyr at the very young age during the Quit India movement in 1942 ଭାରତ ଛାଡ ଆନ୍ଦୋଳନ ସମୟରେ ଓଡିଶାରେ କେଉଁ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଅଳ୍ପ ବୟସରେ ଶହୀଦ ହେଇଥିଲେ ହେଲା ଅପସନ କଣ ଥିଲା ଲକ୍ଷ୍ମଣ ନାୟକ ବାଜି ରାଉତ ରଘୁ ଦିବାକର ନା ହଉଛି କୃଷ୍ଣଚନ୍ଦ୍ର ଗଜପତି ହେଲା ଏହାର ସଠିକ ଉତ୍ତର କଣ ହବ କୁଇଟ ଇଣ୍ଡିଆ ମୁଭମେଣ୍ଟରେ କିଏ ଆମର ଭାରତରେ ମରିଥିଲେ ନା ଅପସନ ନମ୍ବର ଓଡିଶାରେ ମରିଥିଲେ କି ଅପସନ ନମ୍ବର ଏ ଆପଣ ଭାବିବେ ବାଜି ରାଉତ ନା ବାଜି ରାଉତ ମରିଥିଲେ କଣ ପ୍ରଜାମଣ୍ଡଳ ମୁଭମେଣ୍ଟ ପାଇଁ କିନ୍ତୁ ଲକ୍ଷ୍ମଣ ନାୟକ ହଉଛନ୍ତି କୁଇଟ ଇଣ୍ଡିଆ ମୁଭମେଣ୍ଟ ପାଇଁ ହେଲା ତେଣୁ ସଠିକ ଉତ୍ତର ଅପସନ ନମ୍ବର ଏ ଲକ୍ଷ୍ମଣ ନାୟକ ଏ ଟ୍ରାଇବାଲ ସିଭିଲ ରାଇଟ୍ସ activist from କୋରାପୁଟ ଆସିଥିଲେ organized the quit india movement he was falsely imported the murder case ତାଙ୍କୁ ଗୋଟେ ମିଛ କେସ ରେ ତାଙ୍କୁ କଣ ଗୋଟେ ହୋମ ଗାର୍ଡ କୁ ମାରିବାର କେସ ରେ ଫସେଇ ଦେଇ କଣ କରିଥିଲେ ନା ବରହମପୁର ଯୋଉ ଜେଲରେ ତାଙ୍କୁ 1943 ମସିହାରେ ଫାଶୀ ଦଣ୍ଡ ଦଣ୍ଡିତ କରାଯାଇଥିଲା ଆଉ ଯୋଉ ବାଜି ରାଉତ ରହିଲେ ଟିକେ ଆଗରୁ କହିଲି ସି ହଉଛି ୟଙ୍ଗେଷ୍ଟ ବୋଟମ୍ୟାନ ମାର୍ଟରଲି କିଲ୍ଡ 1938 ମସିହାରେ ବ୍ରିଟିଶ ପୋଲିସ ଡ୍ୟୁରିଂ ଦ ପ୍ରଜାମଣ୍ଡଳ ମୁଭମେଣ୍ଟ ଏଟା ଇମ୍ପୋର୍ଟାଣ୍ଟ ଅଛି ବେଳେବେଳେ ପଚାରି ଦିଏ ଯେ ଆମର ବାଜି ରାଉତ କୋଉ ମୁଭମେଣ୍ଟରେ ତାଙ୍କୁ ମାରି ଦେଇଥିଲେ ପୋଲିସ 1938 ମସିହାରେ ମନରେ କଣ ପ୍ରଜାମଣ୍ଡଳ ମୁଭମେଣ୍ଟ କି ବାଜିରାଉତକୁ ମାରିଥିଲେ ରଘୁ ଦିବାକର ୱେର ଟୁଇନ୍ ମାର୍ଟରି ଏକ୍ଜିକ୍ୟୁଟେଡ ରିଗାର୍ଡିଂ ଟୁ ଦ ରାନପୁର ପଲିଟିକାଲ ଏଜେଣ୍ଟ ମର୍ଡର ହେଲା ଆଉ ଏମାନଙ୍କୁ ସବୁ ମାରିଥିଲେ ଯେମିତି କୃଷ୍ଣଚନ୍ଦ୍ର ଗଜପତି ୱାଜ ଇନଷ୍ଟ୍ରୁମେଣ୍ଟାଲ କ୍ରିଏଟିଂ ଦ ସେପାରେଟ ଷ୍ଟେଟ ଅଫ ଓଡିଶା କୃଷ୍ଣଚନ୍ଦ୍ର ଗଜପତି କଣ କରିଥିଲେ ଗୋଟେ ସେପାରେଟ ଓଡିଶାକୁ ଷ୍ଟେଟ ବା ଘୋଷଣା କରିବା ପାଇଁ କଣ କରିଥିଲେ ନା ସେ ଆନ୍ଦୋଳନ ଆରମ୍ଭ କରିଥିଲେ ହେଲା ଏଗୁଡା ସବୁ ମେନ୍ ପଏଣ୍ଟ ଗୁଡାକ ଟିକେ ମନେ ରଖିଥିବେ ପରବର୍ତ୍ତୀ କ୍ୱେଶ୍ଚନ ହେଲା ଇନ୍ ହ୍ୱିଚ୍ ଇୟର ଡିଡ୍ ଦ କୋକରେନ୍ ଟ୍ରେନ୍ ଏକ୍ସନ ଯାକି କନସ୍ପିରେସି ଟେକ୍ସ ପ୍ଲେସ୍ କୋକାରୀ ଟ୍ରେନ୍ ଏକ୍ସନ ଯୋଉ ଷଡଯନ୍ତ୍ର କୋଉ ବର୍ଷ ଆରମ୍ଭ ହୋଇଥିଲା ହେଲା 1920 ମସିହାରେ 1922 ମସିହାରେ 1925 ମସିହାରେ 1929 ମସିହାରେ କୋଉ ମସିହାରେ କଣ ହେଇଥିଲା କୋକରେନ୍ ଟ୍ରେନ୍ ଏକ୍ସନ ଷଡଯନ୍ତ୍ର ଆରମ୍ଭ ହେଇଥିଲା ସଠିକ ଉତ୍ତର କଣ ଅପସନ ନମ୍ବର ସି ଯେଟା କି କଣ ଅଛି ଆମର 1925 ମସିହାରେ in August 1925 member of Hindustan Republican HRA जो Hindustan Republican Association including Ram Prasad Bismillah and Asifullah Khan looted the British government treasury train near the Kokri found the revolutionary weapon placement এটা ইম্পর্টেন্ট ଅଛି କାରଣ ଏଇଥିରେ କଣ ହେଇଥିଲା ନା ଦି ଜଣ ଫ୍ରିଡମ ଯୋଉ ଷ୍ଟ୍ରଗଲ ଥିଲେ ସଂଗ୍ରାମୀ ଥିଲେ ଠିକ ହଉଛି କଣ ରାମ ପ୍ରସାଦ ବିସ୍ମିଲ୍ଲା ଆଉ ଯେ ଅସଫିକୁଲ ଖାନ ସେଇ କଣ କରିଥିଲେ ବ୍ରିଟିଶର ଗୋଟେ ଟ୍ରେନରେ ଯାଉଥିଲା ସେଥିରେ କି ତାଙ୍କର ଯୋଉ ୱେପନ ଗୁଡାକ ଥିଲା ଯୋଉଟା କି ରିଭଲ୍ୟୁସନାରୀ ୱେପନ ଗୁଡାକ ସେମାନେ କଣ କରିଥିଲେ ଖାକିରିଟାରେ ଖୋକାରିଟାରେ ସେ କଣ କରିଥିଲେ ଟ୍ରେନ ଅଟକେଇ ସେଟାକୁ ଲୁଟି ନେଲେ ତାପରେ ତାଙ୍କର ଆନ୍ଦୋଳନ ଆରମ୍ଭ କଲେ ସେଟା ହେଇଥିଲା କେବେ ଅଗଷ୍ଟ 9 ମସିହା 1925 ରେ ହେଲା ଆଉ 1920 ଏଗୁଡା ସବୁ ତ କହିଛି ଯେ ନନ୍ କପରେସନ ଏଗୁଡା ସବୁ ଗୁଜରାଟ ମୋହନ ସେଟା କହିଦେଇଛି ତେଣୁ ସେଟା ଯିବାନି ପରବର୍ତ୍ତୀ କ୍ୱେଶ୍ଚନ ଦେଖିବା who was the British Prime Minister when the Communal Award was announced in 1932 ହେଲା 1933 ମସିହାରେ କମ୍ୟୁନାଲ ଆୱାର୍ଡ ଘୋଷଣା ହେବା ସମୟରେ ବ୍ରିଟିଶର ପ୍ରଧାନମନ୍ତ୍ରୀ କିଏ ଥିଲେ ହେଲା ଟିକେ ଆଗରୁ କହିକି ଆସିଲା ଆପଣଙ୍କୁ ଗାନ୍ଧିଜୀ ଆଉ ଆମ୍ବେଦକରଙ୍କ ଭିତରେ ଯୋଉ ଚୁକ୍ତି ହେଇଥିଲା ଆମ୍ବେଦକରଙ୍କୁ କମ୍ୟୁନାଲ ଆୱାର୍ଡ କଣ ପାଇଁ ଯୋଉ ସେପାରେଟ ଇଲେକ୍ଟୋରେଟ ପାଇଁ ଦିଆଯାଇଥିଲା ସେଟା ଆମର ସେଇ ଟାଇମରେ ପ୍ରାଇମ ମିନିଷ୍ଟର କିଏ ଥିଲେ ହେଲା ଅପସନ କଣ ଦେଇଛି ଆମର ୱେଷ୍ଟିନ୍ ଚର୍ଚିଲ ରାମସେ ମ୍ୟାକଡୋନାଲ୍ଡ କ୍ଲିମେଣ୍ଟ ଅଟଲି ନା ହଉଛି ନୋବଲ ଚମ୍ବରଲେନ ହେଲା ତେଣୁ ଆମର କମ୍ୟୁନାଲ ଆୱାର୍ଡ ଯୋଉ ଦିଆଯାଇଥିଲା ସେତେବେଳେ 1932 ମସିହା ସେତେବେଳେ ଆମର ପ୍ରେସିଡେଣ୍ଟ କିଏ ଥିଲେ ସରି ପ୍ରାଇମ ମିନିଷ୍ଟର କିଏ ଥିଲେ ସଠିକ ଉତ୍ତର ହବ କଣ ଅପସନ ନମ୍ବର ବି ଦେଖି ରାମସେ ମ୍ୟାକଡୋନାଲ୍ଡ ହେଲା ବ୍ରିଟିଶ ପ୍ରାଇମ ମିନିଷ୍ଟର ରାମସେ ମ୍ୟାକଡୋନାଲ୍ଡ announced the communal award ଅଗଷ୍ଟ 1932 ସେପାରେଟ ଇଲେକ୍ଟୋରେଟ ପାଇଁ ଦେଇଥିଲେ କାହାକୁ ନା ଆମର ଯୋଉ ବି ଆର ଆମ୍ବେଦକରକୁ ଯୋଉଟା କି ଷ୍ଟ୍ରଙ୍ଗଲି ଅପୋଜ କରୁଥିଲେ କି ନା ଗାନ୍ଧିଜୀ ଅପୋଜ କରୁଥିଲେ ତାପରେ ଯୋଉ ପୁନା ପେକ୍ଟ ହେଲା ସେଠୁ ଫେରେଇ ଦେଲେ ଆମର କମ୍ୟୁନାଲ ଆୱାର୍ଡଟା ହେଲା ଏଗୁଡା ସବୁ ଗଲା ଏଟା ଗଲା ତାପରେ ପରବର୍ତ୍ତୀ କ୍ୱେଶ୍ଚନ ଦେଇଛି ଦ ଇଣ୍ଡିଆନ ନ୍ୟାସନାଲ ଆର୍ମି INA was arrived in the expanded under the whose leadership in ମାଲାୟା ମାଲାୟା ଠାରେ କାହାର ନେତୃତ୍ୱରେ ଆଜାଦ ହିନ୍ଦ ଫୌଜ INA ଯୋଉଟା କୁହାଯାଏ ଏର ପୁନରୁଦ୍ଧାର ଏବଂ ସମ୍ପ୍ରସାରଣ କରାଯାଇଥିଲା ହେଲା କାହାର ଲିଡରସିପ ରେ ରାସ ବିହାରୀ ବୋଷ ସୁଭାଷ ଚନ୍ଦ୍ର ବୋଷ ନା ହଉଛି କ୍ୟାପ୍ଟେନ ମୋହନ ନା ହଉଛି ଶାହା ନବାଜ ଖାନ ହେଲା ଯୋଉ ଆଇଏନଏ ର ଯୋଉ ସଂଗଠନ ଥିଲା ତାର ପୁନରୁଦ୍ଧାର ଯୋଉ ମାଳୟା ଠାରେ ହେଇଥିଲା ତାର ମୁଖ୍ୟ ସୂତ୍ରଧାର କିଏ ଥିଲେ ସଠିକ ଉତ୍ତର ଅପସନ ନମ୍ବର ବି ଦେଖି ସୁଭାଷ ଚନ୍ଦ୍ର ବୋଷ ହେଲା ସୁଭାଷ ଚନ୍ଦ୍ର ବୋଷ ଯୋଉ ଫାଷ୍ଟ ଇନିସିଆଲି କିଏ ତିଆରି କରିଥିଲେ ନା ମୋହନ ସିଂ କରିଥିଲେ କିନ୍ତୁ ଯୋଉ ଆମର କଣ କହିଲା ମାଲାୟା ଠାରେ ସେଠି ଆମର କିଏ କରିଥିଲେ ଅର୍ଗାନାଇଜ କରିଥିଲେ କିଏ ରାସ ବିହାରୀ ବୋଷ ଆଇଏନଏ ର କିନ୍ତୁ କଣ ହେଲା ନା ଯୋଉ ସିଙ୍ଗାପୁର ଠାରେ ସୁଭାଷ ଚନ୍ଦ୍ର ବୋଷ ବା ମଲା ଯୋଉ 1943 ମସିହାରେ ସିଏ କରିଥିଲେ ସେଥିପାଇଁ ଏଠି କ୍ୱେଶ୍ଚନ ଦେଇଥିଲା ତିଆରି ଯଦି କରିଥାନ୍ତା ଫାଉଣ୍ଡର କିଏ ଅରିଜିନାଲି ନା ମୋହନ ସିଂ ଅର୍ଗାନାଇଜ କରିଥିଲେ କିଏ ରାସ ବିହାରୀ ବୋଷ କିନ୍ତୁ ମାଳୟା ଠାରେ ତାର ପୁନରୁଦ୍ଧାର କରିଥିଲେ କିଏ ହଉଛି ସୁଭାଷ ଚନ୍ଦ୍ର ବୋଷ ହେଲା ତେଣୁ ସେଇଟା ସଠିକ ଉତ୍ତର ହେଲା ହେଲା ଏଠି ଦେଖିଥିବେ ଫାଉଣ୍ଡର ବି ବେଳେବେଳେ ପଚାରିଦିଏ ଆଇଏନଏ ର ଫାଉଣ୍ଡର କିଏ ତେଣୁ ଦେଖିଦେବେ ସେମିତି ମୋହନ ସିଂ ହେବେ ପରବର୍ତ୍ତୀ ପ୍ରଶ୍ନ ହେଲା କଣ which British mission come to India in 1942 offering the Dominion state after the World War II ହେଲା
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଡମିନାଣ୍ଟ ଷ୍ଟେଟ୍‌ର ପ୍ରଦାନ କରିବା ପ୍ରସ୍ତାବ ନେଇ 1942 ମସିହାରେ ବ୍ରିଟିଶ ମାନେ ଭାରତକୁ କୋଉ ମିଶନଟା ଆସିଥିଲା ହେଲା। ବହୁତ ଗୁଡାଏ କ୍ୱେଶ୍ଚନଟା ଅଛି। କ୍ୟାବିନେଟ ମିଶନ ଆସିଥିଲା ନା ହଉଛି କ୍ରିପ୍ସ ମିଶନ ଆସିଥିଲା ନା ହଉଛି ସାଇମନ କମିଶନ ଆସିଥିଲା ନା ହଣ୍ଟର କମିଶନ ଆସିଥିଲା। ତେଣୁ ସଠିକ ଉତ୍ତର କଣ ହବ ଡମିନାଣ୍ଟ ଷ୍ଟେଟ୍‌ର ଯୋଉ ଦବା ପାଇଁ 1942 ମସିହାରେ ୱାର୍ଲଡ ୱାର ଦ୍ୱିତୀୟ ପରେ ଆସିଥିଲେ କିଏ ଅପସନ ନମ୍ବର ବି ଯେଉଁଟାକି କ୍ରିପ୍ସ ମିଶନ ଆସିଥିଲେ। ସାର୍ ଷ୍ଟିଫର୍ଡ କ୍ରିପ୍ସ ବ୍ରଟ୍ ଦ କ୍ରିପ୍ସ ମିଶନ ଇନ୍ ମାର୍ଚ୍ଚ 1942 ଗାନ୍ଧିଜୀ famously rejected delayed the term of the calling it the post dated check on the crashing bank ହେଲା। ସେ କଣ କରିଥିଲେ ଗାନ୍ଧୀ ସେଟାକୁ ମାନେ ନବା ପାଇଁ ମନା କରିଦେଇଥିଲେ କାରଣ ସେ କହିଥିଲେ କଣ ଏଇଟା ଗୋଟେ ସ୍ଲୋଗାନ ମନେ ରଖିଥିଲେ ଦେଇଥିଲେ କି ନା ପୋଷ୍ଟ ଡେଟେଡ ଚେକ୍ ଅନ୍ ଦ କ୍ରାସିଂ ବ୍ୟାଙ୍କ ମାନେ ଗୋଟେ ପୋଷ୍ଟ ଡେଟେଡ ଚେକ୍ ମାନେ ବ୍ୟାଙ୍କରେ ପଇସା ନଥିବ କିନ୍ତୁ ଆପଣ କଣ କରିବେ ନା ଖାଲି ଚେକ୍ ଜଣକୁ ଦେଇଦେବେ ସେଟା କ୍ରିଟିସାଇଜ କରିଥିଲେ କି ନା ଗାନ୍ଧିଜୀ କରିଥିଲେ। ତେଣୁ ମନେ ରଖିଥିବେ କ୍ରିପ୍ସ ମିଶନ ଆସିଥିଲେ କଣ ନା ଆମର ଡମିନାଣ୍ଟ ଷ୍ଟେଟ୍ ଦବା ପାଇଁକା ୱାର୍ଲଡ ୱାର 2 ପରେ 1942 ମସିହାରେ। ତାପରେ ଗାନ୍ଧିଜୀ ଆମର କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ଆରମ୍ଭ କରିବେ ଲାଷ୍ଟ ଆଉ ତାପରେ ନେକ୍ସଟ କ୍ୱେଶ୍ଚନ ରହିଲା ଦ ଫେମସ ସ୍ଲୋଗାନ ସ୍ୱରାଜ ଇଜ ମାଇ ବାର୍ଥ ରାଇଟ୍ ଆଇ ସେଲ୍ ହ୍ୟାଭ୍ ଇଟ୍ ଏଇ ସ୍ଲୋଗାନଟା କିଏ ଦେଇଥିଲେ? ସ୍ୱରାଜ ମୋର ଜନ୍ମଗତ ଅଧିକାର ଏବେ ମୁଁ ଏହାକୁ ହାସଲ କରିବି ଏଇ ପ୍ରସିଦ୍ଧ ଡାକରା କିଏ ଦେଇଥିଲେ? ଗୋପାଳ କୃଷ୍ଣ ଗୋଖଲେ ଦେଇଥିଲେ ବାଲଗଙ୍ଗାଧର ତିଲକ ଦେଇଥିଲେ ଲାଲା ଲାଜପତ ରାୟ ଦେଇଥିଲେ ନା ବିପିନ ଚନ୍ଦ୍ର ପାଲ ଦେଇଥିଲେ। ତେଣୁ ଏର ସଠିକ ଉତ୍ତରଟି କଣ ହବ ଅପସନ ନମ୍ବର ବି ଯେ କଣ ଅଛି ବାଲଗଙ୍ଗାଧର ତିଲକ ହେଲା। ବାଲଗଙ୍ଗାଧର ତିଲକ ନିକନେମ କଣ କରିଥିଲା ଲୋକମାନ୍ୟ କହିଥିଲା ବେଳେ ବେଳେ କଣ ସବୁବେଳେ କ୍ୱେଶ୍ଚନ ପଡୁଛି ଯେ ଲୋକମାନ୍ୟ କାହାକୁ କୁହାଯାଏ ବାଲଗଙ୍ଗାଧର ତିଲକ ଭେରି ଭେରି ଇମ୍ପୋର୍ଟାଣ୍ଟ ହେଲା। ଏଇ ବର୍ଷ ଏଇ କ୍ୱେଶ୍ଚନଟା ନିହାତି ଦେଖିବେ ଯେ ଶିଫ୍ଟରେ ପଡିଥିବ ଲୋକମାନ୍ୟ କାହାକୁ କୁହାଯାଏ ନା ବାଲଗଙ୍ଗାଧର ତିଲକ ହେଲା। ସେ କଣ କରିଥିଲେ ନା ଏଇ ସ୍ଲୋଗାନଟା ଦେଇଥିଲେ ଯେ କି ହଉଛି କଣ ସ୍ୱରାଜ ଇଜ ମାଇ ବାର୍ଥ ରାଇଟ୍ ବା ଆମର ସ୍ୱରାଜ ହଉଛି ମୋ ଜନ୍ମତ ଅଧିକାର ମୁଁ ଏହାକୁ ହାସଲ କରିବି ଏଟା ଦେଇଥିଲେ କି ବାଲ ଗଙ୍ଗାଧର ତିଲକ ହେଲା। ଆଉ ଲାଲା ଏଇ ଯୋଉ ଲାଲ ବାଲ ଆମର କୋଉଥିରେ ଥିଲେ ଆମ ଯୋଉ ଏକ୍ସଟ୍ରିମିଷ୍ଟ ଥିଲେ ଏଇଟା ସବୁ ପଢା ହେଇଛି ହେଲା। ତାପରେ ନେକ୍ସଟ କ୍ୱେଶ୍ଚନ ଅଛି କଣ The historic Irom measures of September 1942 often called the Jallianwala of Odisha occurred in which district ବା 1942 ମସିହା ସେପ୍ଟେମ୍ବରରେ ଓଡ଼ିଶାର କେଉଁ ଜିଲ୍ଲାରେ ଐତିହାସିକ ଇରମ ହତ୍ୟାକାଣ୍ଡ ବା ଓଡ଼ିଶାର ଯୋଉ ଜାଲିଆନବାଗ ଘଟିଥିଲା ହେଲା। ଅପସନ କଣ ଥିଲା ବାଲେଶ୍ୱର ଜିଲ୍ଲାରେ ହେଇଥିଲା ଭଦ୍ରକ ଜିଲ୍ଲାରେ ହେଇଥିଲା କଟକରେ ହେଇଥିଲା ନା ପୁରୀରେ ହେଇଥିଲା। ସେକେଣ୍ଡ ଜାଲିଆନବାଗ ମଧ୍ୟ କୁହାଯାଇଥାଏ ବା ଆମର ଓଡ଼ିଶାର ଜାଲିଆନବାଗ ମଧ୍ୟ କୁହାଯାଇଥାଏ। ତେଣୁ ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ବି ଭଦ୍ରକ ଜିଲ୍ଲାରେ ହେଲା। ହେଇଥିଲା କେବେ ଇମ୍ପୋର୍ଟାଣ୍ଟ ଏଇଟା ଅଛି ସେପ୍ଟେମ୍ବର 28 ମସିହା 1942 ହେଲା। ବାର ବାର କହୁଛି ଏଇଟା ଇମ୍ପୋର୍ଟାଣ୍ଟ ସେପ୍ଟେମ୍ବର 28 ମସିହା ସେପ୍ଟେମ୍ବର 28 ତାରିଖ 1942 ମସିହାରେ ହେଇଥିଲା ଯୋଉଟା କି ବ୍ରିଟିଶ ପୋଲିସ ଓପନ ଫାୟାର କରିଥିଲେ ଯେମିତି ଆମର କଣ ଥିଲା ଜାଲିଆନବାଗରେ ହେଇଥିଲା ଏଇଠି ବି ହେଇଥିଲା। କେତେ ଜଣ ଲୋକ ମରିଥିଲେ ନା 28 ଜଣ ସାଧାରଣ ଲୋକ ମରିଯାଇଥିଲେ। ସେଥିପାଇଁ ଏହାକୁ ଓଡ଼ିଶାର ଇରମ ମଧ୍ୟ ଜାଲିଆନବାଗ ମଧ୍ୟ କୁହାଯାଇଥାଏ ହେଲା। ପରବର୍ତ୍ତୀ କ୍ୱେଶ୍ଚନ ଅଛି କଣ ହୁଇଚ ରିଭୋଲ୍ୟୁସନାରୀ resolution passed by the Muslim League in 1940 formally demand the separate state of Pakistan 1940 ମସିହାରେ ମୁସଲିମ ଲିଗ ଦ୍ୱାରା ପାସ୍ କରା ହୋଇଥିବା କେଉଁ ସଂକଳ୍ପ ଆନୁଷ୍ଠାନିକ ଭାବରେ ଏକ ପୃଥକ ପାକିସ୍ତାନର ଦାବି କରାଯାଇଥିଲା? କୋଉ ଘୋଷଣାନାମାଟା ଢାକା ଘୋଷଣାନାମା ନା ହଉଛି ଲାହୋର ସଂକଳ୍ପ ନା ହଉଛି କରାଚି ସଂକଳ୍ପ ନା ହଉଛି ଅଲିଗଡ ମାନୁଫେଷ୍ଟ ହେଲା। ତେଣୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟା ଅଛି ଯେ 1940 ମସିହାରେ କଣ ଡିକ୍ଲେୟାର ହେଇଥିଲା ସଠିକ ଉତ୍ତର ଅପସନ ନମ୍ବର ବି ଯେଟା କି ଲାହୋର ସଂକଳ୍ପ ହେଲା। ଲାହୋର ରିଜଲ୍ୟୁସନ କମନଲି ନୋନ୍ ଏଜ ଦ ପାକିସ୍ତାନ ରିଜଲ୍ୟୁସନ ବେଳେ ପଚାରିଲେ ଲାହୋର ରିଜଲ୍ୟୁସନ କୁ ଆଉ କଣ କୁହାଯାଏ ନା ପାକିସ୍ତାନ ରିଜଲ୍ୟୁସନ ସେଠି ସେମାନେ ପାକିସ୍ତାନ ଗୋଟେ ଅଲଗା ଦେଶ ବୋଲି ସେଠି ଡିମାଣ୍ଡ କରିଥିଲେ ଏଡପ୍ଟ କରିଥିଲା କି ଅଲ ଇଣ୍ଡିଆ ମୁସଲିମ ଲିଗ ଗୁଡାକ ସେମାନେ ଡିକ୍ଲେୟାର କରିଥିଲେ ଆଉ ଜେନେରାଲ ସେସନରେ 1940 ମସିହା ଯୋଉ ମାର୍ଚ୍ଚରେ ହେଇଥିଲା ସେଇଥିରେ ସେମାନେ ଗୋଟେ ପାକିସ୍ତାନ ଅଲଗା ଦେଶ ହବ ବୋଲି ଡିକ୍ଲେୟାର କରିଥିଲେ। ଆଉ କଣ କରିଥିଲେ ଢାକା ଡିକ୍ଲାରେସନ ସୋ ଦ ଲିଗାଲ ଇନସାଇଡର ସେ ଢାକା ବିଷୟରେ କହିଛି ଯେ ଆମେ 1906 ମସିହାରେ ସେମାନେ ଯୋଉ ଷ୍ଟାର୍ଟ ହେଇଥିଲା ତାଙ୍କର ମୁସଲିମ ଲିଗ ଟା ସେଗୁଡା ସବୁ କହିଛି ସେଟା ସବୁ ଡିସ୍କସନ କରିସାରିଛି ଆଉ କରିବାନି। ପରବର୍ତ୍ତୀ କ୍ୱେଶ୍ଚନ ଦେଖିବା କଣ ଅଛି ହୁ ୱାଜ ଦ ଅଥର ଅଫ ଦ patriotic poem ବନ୍ଦେ ଉତ୍କଳ ଜନନୀ ୱାଜ inspired from freedom fighter in ଓଡ଼ିଶା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମକୁ ଅନୁପ୍ରାଣିତ କରିଥିବା ଦେଶାତ୍ମବୋଧକ କବିତା ଯୋଉ ଅଛି ବନ୍ଦେ ଉତ୍କଳ ଜନନୀ ରଚୟିତା କିଏ କରିଥିଲେ ହେଲା। ଅପସନ କଣ ଅଛି ଗୋପବନ୍ଧୁ ଦାସ କରିଥିଲେ ରାଧାନାଥ ରାୟ କରିଥିଲେ ଲକ୍ଷ୍ମୀକାନ୍ତ ମହାପାତ୍ର କରିଥିଲେ ନା ମଧୁସୂଦନ ଦାସ କରିଥିଲେ। ବନ୍ଦେ ଉତ୍କଳ ଜନନୀଟା ଲେଖିଥିଲେ କିଏ ସଠିକ ଉତ୍ତର ଅପସନ ନମ୍ବର ସି ରେ କଣ ଅଛି ଲକ୍ଷ୍ମୀକାନ୍ତ ମହାପାତ୍ର। କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର ରୋଡ ଦ ବନ୍ଦେ ଉତ୍କଳ ଜନନୀ କେତେ ମସିହାରେ 1912 ମସିହାରେ ଲେଖିଥିଲେ ଇମ୍ପୋର୍ଟାଣ୍ଟ ଅଛି 1912 ମସିହାରେ ବନ୍ଦେ ଉତ୍କଳ ଜନନୀ ଲେଖିଥିଲେ ଆମର କିଏ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। ପାୱାରଫୁଲ ଏନ୍ଥିମ୍ that unified the nationalists ମାନେ ସ୍ୱାଧୀନତା ସଂଗ୍ରାମ ଭିତରେ ଆହୁରି ଦେଶାତ୍ମବୋଧକତା ଆଣିବା ପାଇଁ ଲେଖିଥିଲେ। ଗୋପବନ୍ଧୁ ଦାସ କଣ ଲେଖିଥିଲେ ଫାଉଣ୍ଡେଡ ଦ ସତ୍ୟବାଦୀ ବନ ବିଦ୍ୟାଳୟ ସେ ସତ୍ୟବାଦୀ ବନ ବିଦ୍ୟାଳୟ ତିଆରି କରିଥିଲେ। ଆଉ ରାଧାନାଥ ରାୟ କଣ କରିଥିଲେ ପାୟୋନିୟରିଂ ଦ ମଡର୍ନ ଓଡିଆ ପୋଏଟ ହେଲା ସେ ନୂତନ ଯୋଉ ନୂତନ ଓଡିଶାର କବି ଥିଲେ। ମଧୁସୂଦନ ଦାସ ଉତ୍କଳ ଗୌରବ ତାଙ୍କୁ ମଧ୍ୟ କୁହାଯାଏ ସେ ମଡର୍ନ ଓଡିଶାର କଣ ଆର୍କିଟେକ୍ଚର ବୋଲି କୁହାଯାଏ। ପରବର୍ତ୍ତୀ କ୍ୱେଶ୍ଚନ ଅଛି ଅଣ୍ଡର ହ୍ୱିଚ ପ୍ଲାନ୍ ୱାଜ ଦ କନଷ୍ଟିଚ୍ୟୁସନାଲ ଆସେମ୍ବଲି ଅଫ ଇଣ୍ଡିଆ ସେଟ ଅପ ଇନ 1946 ବା 1946 ମସିହାରେ କାହା ଯୋଜନା ଅନୁସାରେ
ଅନୁଯାୟୀ ଭାରତ ସମ୍ବିଧାନ ପ୍ରଣୟନ ସଭା ଗଠନ କରାଯାଇଥିଲା। ଯେମିତି ଅପସନ୍ କଣ ଦେଇଛି ମାଉଣ୍ଟ ବ୍ୟାଟେନଙ୍କ ଯୋଜନା ଅନୁସାରେ, କ୍ୟାବିନେଟ ମିଶନ ଯୋଜନା ଅନୁସାରେ, ୱେଭେଲଙ୍କ ଯୋଜନା ଅନୁସାରେ, ନା ହଉଛି ଅଗଷ୍ଟ ଅପର ଅନୁସାରେ ହେଲା। ବହୁତ ବଢିଆ କ୍ୱେଶ୍ଚନ ଥିଲା ଯେ ଆମର 1946 ମସିହାରେ ଯୋଉ କାହା ଯୋଜନା ଅନୁସାରେ ଭାରତର ସମ୍ବିଧାନ ଯୋଉ ପ୍ରଣୟନ ଆରମ୍ଭ ହେଇଥିଲା। ସଠିକ ଉତ୍ତର କଣ ହବ? ଅପସନ ନମ୍ବର ବି କ୍ୟାବିନେଟ ମିଶନ ଯୋଜନା ଅନୁସାରେ ହେଲା। କ୍ୟାବିନେଟ ମିଶନ କେମ୍ ଟୁ ଇଣ୍ଡିଆ 1946 ରେ ଆରମ୍ଭ ହେଇଥିଲା। ସେଥିରେ ମେମ୍ବର କିଏ ଥିଲେ ନା ମନେ ରଖିବେ, ଏଇଟା ପଚାରିବା ନମ୍ବର କିଏ କିଏ ମେମ୍ବର ଥିଲେ? ପେଟ୍ରିକ ଲରେନ୍ସ ଥିଲେ, ଷ୍ଟାଫୋର୍ଡ କ୍ରିପ୍ସ ଥିଲେ, ଏଭି ଆଲେକ୍ସାଣ୍ଡର। ତିନି ଜଣଙ୍କ ନାଁଟା ଟିକେ ମନେ ରଖିଥିବେ, ତା ପକେଇ ଦେଇପାରେ କିଏ ମେମ୍ବର ନଥିଲା ବୋଲି। ପାଟ୍ରିକ ଲରେନ୍ସ, ଷ୍ଟାଫୋର୍ଡ କ୍ରିପ୍ସ, ଏଭି ଆଲେକ୍ସାଣ୍ଡର ହେଲା। ଏମାନେ ସବୁ ଲିଡର ଆସିଥିଲେ। ସେମାନେ କଣ ଡ୍ରାଫ୍ଟ ଇଣ୍ଡିଆ କନଷ୍ଟିଟ୍ୟୁସନରେ ଗୋଟେ ତିଆରି ପାଇଁ ସେମାନେ ପ୍ଲାନ କରି ଯାଇଥିଲେ। ତାପରେ ଆମର ଆରମ୍ଭ ହେଇଥିଲା ହେଲା। ତାପରେ ତ ମାଉଣ୍ଟ ବ୍ୟାଟେନ ପ୍ଲାନ 1947 ମସିହାରେ ଯୋଉ ଆମର ଦି ଭାଗ ହବା ପାଇଁ ପ୍ଲାନ ଦେଇଥିଲେ, ୱେବେଲ ପ୍ଲାନ ବି ସେମିତି ଅଗଷ୍ଟ 1940 ମସିହାରେ ଯେ ଆମର ସେପାରେଟ ଗୋଟେ ଇଲେକ୍ଟ୍ର ଯୋଉ ସେପାରେଟ ଡୋମିନେନ୍ସ ଷ୍ଟେଟ ଦେବେ ବୋଲି ସେ ଅଫର ଦେଇଥିଲେ, କିନ୍ତୁ ସେଟା କେହି ନେଇନଥିଲେ କାରଣ ବହୁତ ଲେଟ୍ ହେଇଯାଇଥିଲା ସେତେବେଳକୁ ହେଲା। ପରବର୍ତ୍ତୀ ପ୍ରଶ୍ନ ଲାଷ୍ଟ କ୍ୱେଶ୍ଚନଟା ଏଇଟା ଅଛି ନା ହିଷ୍ଟ୍ରି ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଆକ୍ଟ is enacted by British Parliament in which month of the year? ବ୍ରିଟିଶ ସଂସଦ ଦ୍ୱାରା କୋଉ ମାସ ଓ କୋଉ ବର୍ଷରେ ଐତିହାସିକ ଭାରତୀୟ ସ୍ୱାଧୀନତା ଆଇନ ପ୍ରଣୟନ କରାଯାଇଥିଲା ହେଲା। ବ୍ରିଟିଶ ସଂସଦରେ ମାନେ ଯୋଉ ସ୍ୱାଧୀନତା ଆଇନ ଯୋଉ ଅଛି ତାକୁ କେବେ ଆମର କଣ କରାଯାଇଥିଲା ନା ପାସ୍ କରାଯାଇଥିଲା। ଯେହେତୁ ଆମର ଇଣ୍ଡିଆର ଯୋଉ କାମ ହବ ବ୍ରିଟିଶରେ ପାସ୍ ହଉଥିଲା, ତେଣୁ ସେଥିପାଇଁ କ୍ୱେଶ୍ଚନଟା ଇମ୍ପୋର୍ଟାଣ୍ଟ ଅଛି। ଅପସନ କଣ ଦେଇଛି? ଜୁନ 1947 ମସିହା, ଜୁଲାଇ 1947 ମସିହା, ଅଗଷ୍ଟ 1947 ମସିହା, ନା ଜାନୁଆରୀ ମସିହା 1950 ରେ ହେଲା। ସଠିକ ଉତ୍ତର କଣ ହବ? ଅପସନ ନମ୍ବର ବି ଜୁଲାଇ 1947 ହେଲା। ତେଣୁ ଭାବନ୍ତୁ ଜୁଲାଇରେ ସେଠି ପାସ୍ ହେଲା, କିନ୍ତୁ ଆମର ଏଠି ମିଳିଲା କି ଅଗଷ୍ଟରେ। ବ୍ରିଟିଶ ପାର୍ଲାମେଣ୍ଟ ପାସ୍ ଦ ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ, ଇଣ୍ଡିଆକୁ ଇଣ୍ଡିପେଣ୍ଡେନ୍ସ ଦିଆ ହବ ବୋଲି 1947 ମସିହା ଜୁଲାଇରେ ସେଠି କରାଗଲା ପାସ୍। ରିସିଭିଂ ଦ ରୟାଲ ଏସେଟ୍ସ ଅଫ ଜୁଲାଇ 18 1947 ରେ ହେଲା। ଜୁଲାଇ 18 ହେଇଥିଲା। ତାପରେ ପାକିସ୍ତାନ ଯୋଉ ତିଆରି କରିବା ପାଇଁ ଆରମ୍ଭ ହେଲା ଅଗଷ୍ଟ 15 1947 ରେ ପୁରାପୁରି ଇଣ୍ଡିପେଣ୍ଡେନ୍ସ ହେଇଗଲା। ତେଣୁ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଗୁଡାକ ଅଛି, ଭିଡିଓଟି ଫୁଲ ଦେଖନ୍ତୁ, ଦେଲେ ଆପଣ ଜାଣିପାରିବେ ହେଲା। ତେଣୁ ଆଶା କରୁଛି ଆପଣ ଭିଡିଓଟି ଭଲ ଲାଗିଥିବ। ଯଦି ଭିଡିଓଟି ଭଲ ଲାଗିଲା ଭିଡିଓଟି ଗୋଟେ ଲାଇକ୍ କରିଦେବେ। ଆଉ ଯଦି ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ ଯୋଉ ପାଖରେ ନୋଟିଫିକେସନଟା ଅଛି ତାକୁ ଅଲ ରେ ସେଟ୍ କରିଦେବେ, ଯାହାଫଳରେ ମୁଁ ଯୋଉ ଭିଡିଓଟାକୁ ଅପଲୋଡ କରୁଛି ଆପଣଙ୍କ ପାଖକୁ ନୋଟିଫିକେସନ ଯିବ, ଆପଣ ଦେଖିପାରିବେ ହେଲା। ତେଣୁ ୟାର ଯଦି ପିଡିଏଫଟା ଆପଣଙ୍କୁ ଦରକାର ଅଛି, ମୁଁ ଡେସକ୍ରିପସନରେ ମୋ ଟେଲିଗ୍ରାମର ଲିଙ୍କଟା ଦେଇଦେବି, ସେଠି ଆପଣ ଯାଇ ପିଡିଏଫ ମୁଁ ୟାର ପ୍ରୋଭାଇଡ କରିଦେବି, ସେଠି ଆପଣ ନିଜେ ପ୍ରାକ୍ଟିସ ବି କରିପାରିବେ ଆଉ ପରେ ଦେଖି ବି ପାରିବେ। ତେଣୁ ଆଜି ପାଇଁ ରହୁଛି, ନୂଆ ଟପିକରେ ନୂଆ ଭିଡିଓରେ ଦେଖା ହବ। ଧନ୍ୟବାଦ।